ମୁଁ ଚାହୁଁଛି ଆପଣ ମାନେ ଖାଦ୍ୟ ବସ୍ତ୍ର ବାସଗୃହ ପରେ ସ୍ୱାସ୍ଥ୍ୟକୁ ହିଁ ଅଗ୍ରାଧିକାର ଦିଅନ୍ତୁ। ଆମର ଜନସଂଖ୍ୟା ଅନୁସାରେ ଆମର ଯେତିକି ଡାକ୍ତର ଆବଶ୍ୟକତା ଅଛି ଭାରତରେ ଓଡ଼ିଶାରେ ସେଇ ପରିମାଣରେ ଆମର ଡାକ୍ତରୀ ନାହାନ୍ତି, ଅଭାବ। ଡାକ୍ତର ନାହାନ୍ତି। ଆଟଲିଷ୍ଟ ପ୍ରତି 2000 ଲୋକ ପାଇଁ ଜଣେ ଡାକ୍ତର ଦରକାର। ଆଜ୍ଞା। ସରକାର କହିଲେ ସରକାର ଯୋଉମାନେ ନିର୍ବାଚିତ ଜନପ୍ରତିନିଧି ତା ସହିତ ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଆମେ ସମସ୍ତେ ବି ଆସିଯାଉଛନ୍ତି। ଆଜ୍ଞା। ସେଥିରେ ଗୋଟେ ସଚେତନ ନାଗରିକ ବି ଆସିଯାଉଛି, ସେ ବି ସରକାର। ଆପଣ ଯେଉଁ ଡାକ୍ତରୀ ପେଶାକୁ କିଭଳି ଦେଖନ୍ତି? ଡାକ୍ତରୀ ଯଦି ଜଣେ ପିଲା ପାଠରେ ଭଲ ନଥିବ, ତାକୁ କୌଣସି ପ୍ରକାରେ କୌଣସି କଲେଜରେ ଗୋଟେ ଆଡମିସନ ପାଇଗଲା, ସେ କ'ଣ ଜଣେ ଭଲ ଡାକ୍ତର ହେଇପାରିବ? ଛାତ୍ର ଆନ୍ଦୋଳନ କଲେ କ'ଣ ସୁବିଧା ଅସୁବିଧା? ମେଡିକାଲ କଲେଜରେ ଆପଣ ଛାତ୍ର ଆନ୍ଦୋଳନ କରିବେ, ତାହେଲେ ଆପଣ ପାଠପଢ଼ା ବ୍ୟାଘାତ ହେବ। ପାଠପଢ଼ା ବ୍ୟାଘାତ ହେଲେ ଆପଣ ଫେଲ୍ ହେବେ। ଆପଣମାନେ ଶୁଣିଥିବେ ଯୋଉଠି କିଛି ଅସୁବିଧା ହେଲେ ଲୋକମାନେ କହିବେ ଯାହା ଗଭର୍ଣ୍ଣମେଣ୍ଟ ଲେଖ। ଆରେ ଗଭର୍ଣ୍ଣମେଣ୍ଟ କିଏ? ବୁଝିଲୁ ଗଭର୍ଣ୍ଣମେଣ୍ଟ କିଏ? ଏଇ ତ ବିଧାୟକ ଅଛନ୍ତି, କଲେକ୍ଟର ଅଛନ୍ତି, ସୁପରିଟେଣ୍ଡେଣ୍ଟ ଅଛନ୍ତି, ଆଉ ପରିଚାଳନା ଟିମ୍ଟା ବି ଅଛି। ଆପରେ ଆଉ ଗୋଟେ କି ଗଭର୍ଣ୍ଣମେଣ୍ଟ ଅଛି କି? ଏବେ ଲାଗିଲା ଯେ ତାହେଲେ ଆମେ ପାଠପଢ଼ା ସହିତ ଅନୁଶାସନ ଶିଖିବା ଏବଂ ତା ସହିତ ରାଜନୀତି ବି କରିବା। ସବୁବେଳେ ପଇସା କାମ ଦିଏନି। ପଇସା ସହିତ ବ୍ୟବସ୍ଥା ଯଦି ଠିକ୍ ଥିବ, ଆମେ ସଠିକ୍ ସମୟରେ ଚିକିତ୍ସା ଆରମ୍ଭ କରିବା, ତାହେଲେ ବହୁତ ଲୋକଙ୍କୁ ଆମେ ମୃତ୍ୟୁ ମୁଖରୁ ବଞ୍ଚେଇ ପାରିବା। ଦେଖନ୍ତୁ ଆମର ଶିକ୍ଷା ବ୍ୟବସ୍ଥା ଗୋଟେ ବଡ଼ ଜଟିଳ। ଆମେ ସବୁ ଇଂରାଜୀରେ ପାଠ ପଢୁଛୁ, ଦେଖନ୍ତୁ ଆମେ କଥା ହେଉଛନ୍ତି ଓଡ଼ିଆରେ, କିନ୍ତୁ ମୁଁ ପାଠ ପଢିଲି ଚିକିତ୍ସା କରୁଛି କିନ୍ତୁ ରୋଗୀ ଭଲ ହଉନି। ସେଥିରେ ଆମର ଏଇ କଥୋପକଥନ ଲେଖାପଢ଼ାଟା ବି ବହୁତ ପରିମାଣରେ ଦାୟୀ। ବେଳେବେଳେ କୁହାଯାଏ ଡାକ୍ତର ବୁଝେଇ ଦେଲେ ବି ବହୁତ ରୋଗ ଭଲ ହେଇଯାଏ। ଆପଣ ସେଥିରେ ବିଶ୍ୱାସ କରନ୍ତି? ଡାକ୍ତରମାନେ ସେବା ବଦଳରେ ଟଙ୍କାକୁ ତାଙ୍କର ସର୍ବସ୍ୱ ବୋଲି ମନେ କରିଛନ୍ତି। ସ୍କିଲ୍କୁ ଯଦି ଗୋଟେ ଟାଇମ୍ ବାଉଣ୍ଡ ଆପଣ ପରିପ୍ରକାଶ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ସବୁବେଳେ ନିରୋଗୀ ଏବଂ ସ୍ୱାସ୍ଥ୍ୟବାନ ରହିବା ଦରକାର। ଚିକିତ୍ସା ହେଇ ଭଲ ହେଇପାରୁଥିବା କୌଣସି ରୋଗୀ ମରିବା ଉଚିତ ନୁହେଁ। ସେହି ସମୟ ଯେଉଁ ଇମୋସନାଲ ଷ୍ଟ୍ରେସ୍ଟା ଆମକୁ ବି ଏଫେକ୍ଟ କରେ। ବହୁତ କେସ୍ରେ ଦେଖାଯାଉଛି ଯେ ଆମର ଡାକ୍ତର ଭାଇମାନେ ମଧ୍ୟ ରୋଗୀ ଦେଖୁଛନ୍ତି କିନ୍ତୁ ତାଙ୍କର ପ୍ରାଇମେରୀ କମ୍ପ୍ଲେନ୍ ଚିଫ୍ କମ୍ପ୍ଲେନ୍ ଲେଖୁନାହାନ୍ତି, ତାଙ୍କର ଭାଇଟାଲ୍ସ ଲେଖୁନାହାନ୍ତି। ତା ଦ୍ୱାରା ଅସୁବିଧା ହେଉଛି। ଦେଖନ୍ତୁ କ'ଣ ଅସୁବିଧା ହେଉଛି? ତାହେଲେ ଡାକ୍ତରଙ୍କୁ ବି ମୁଁ ଦୋଷୀ ବୋଲି ଭାବୁଛି, ଆଉ ମୁଁ ବି ଚାହୁଁଛି ସେଭଳିଆ ଡାକ୍ତରଙ୍କୁ ବି ନିୟମ ଅନୁସାରେ ପନିଶମେଣ୍ଟ ମିଳୁ। ରୋଗୀର ମୃତ୍ୟୁକୁ ଯଦି ଆମେ ମ୍ୟାନିପୁଲେଟ୍ କରୁଛନ୍ତି, ତାହେଲେ ସମସ୍ତେ ପନିଶମେଣ୍ଟ ପାଇବା ପାଇଁ ଉଚିତ। ଆଉ ମୁଁ ବି ଚାହିଁବି ସରକାର ତାଙ୍କୁ ପନିଶମେଣ୍ଟ ଦିଅନ୍ତୁ ଏବଂ ସାଧାରଣ ଜନତା ବି ଆନ୍ଦୋଳନ କରନ୍ତୁ, ସମସ୍ତେ ପନିଶମେଣ୍ଟ ପାଇବା ଉଚିତ। ଆମକୁ ପାଠ ପଢ଼ାଯାଇଛି ଯେ ଆପଣ ରୋଗୀକୁ ନିଜର ଘର ଲୋକ ଭାବି ଚିକିତ୍ସା କରନ୍ତୁ। ନମସ୍କାର, ଉନ୍ମୋଚନର ପୋଡକାଷ୍ଟ ଅସ୍ମିତାର କଥାକୁ ଆପଣମାନଙ୍କୁ ସ୍ୱାଗତ। ଆମେ ସବୁ ଏପିସୋଡ ଭଳି ଏ ଏପିସୋଡରେ ମଧ୍ୟ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ଏବଂ ନିଜ ନିଜ କ୍ଷେତ୍ରରେ ସମ୍ପୂର୍ଣ୍ଣ ସମର୍ପଣର ସହିତ କାମ କରି ଓଡ଼ିଶାର ଜନସାଧାରଣଙ୍କ ପାଇଁ ଗୋଟେ ଉଦାହରଣ ସୃଷ୍ଟି କରିଥିବା ଏବଂ ଓଡ଼ିଶାର ଉନ୍ନତି ପାଇଁ, ଓଡ଼ିଶାର ପ୍ରଗତି ପାଇଁ ସର୍ବଦା ଚିନ୍ତା କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ଆପଣଙ୍କ ନିକଟରେ ପ୍ରସ୍ତୁତ କରିଥାଉ। ଆଜି ମଧ୍ୟ ସେଇଭଳି ଯିଏ ନିଜର ଜୀବନର ଅନେକ ସମୟ ଓଡ଼ିଶାର ଉନ୍ନତି, ଓଡ଼ିଶାର ପ୍ରଗତି, ଏଭଳିକି ପେଶାରେ ଡାକ୍ତର ହେଲେ ମଧ୍ୟ ଓଡ଼ିଶା ରାଜନୀତିକୁ ବହୁତ ପାଖରୁ ଦେଖିଛନ୍ତି ଏବଂ ରାଜନୀତିର ପଶାପାଲିରେ କିଭଳି ଡାକ୍ତରୀ ସେବା ପ୍ରଭାବିତ ହେଉଛି ଏବଂ ଡାକ୍ତରମାନଙ୍କର ପ୍ରକୃତ କର୍ତ୍ତବ୍ୟ କ'ଣ ରହିଛି ସମାଜକୁ ଜାଗ୍ରତ କରିବା ପାଇଁ, ସମାଜକୁ ସୁସ୍ଥ ରଖିବା ପାଇଁ, ସେସବୁ ବିଷୟରେ ଆଜି ଆଲୋଚନା କରିବା। ଆସନ୍ତୁ ସ୍ୱାଗତ କରିବା ଆମର ଡକ୍ଟର କୈଳାସ ବିଶ୍ୱାଳଙ୍କୁ ଆଜିର ଏଇ ଅଧ୍ୟାୟକୁ। ନମସ୍କାର। ନମସ୍କାର ଭାଇ, କେମିତି ଅଛନ୍ତି? ଭଲ ଅଛି। ଆଉ ଭାବୁଛି ତୁମେ ବି ଭଲ ଥିବ ସମସ୍ତେ। ଆଜ୍ଞା, ଆମେ ବହୁତ ଭଲରେ ଅଛୁ। ପ୍ରକୃତରେ ଦେଖିବାକୁ ଗଲେ ଡାକ୍ତରଙ୍କୁ କୁହାଯାଏ ଭଗବାନଙ୍କର ଦ୍ୱିତୀୟ ରୂପ। ଆଜିକାଲି କିନ୍ତୁ ତାର ଟିକେ ଭିନ୍ନ ରୂପ ଦେଖିବାକୁ ମିଳୁଛି। ଡାକ୍ତରମାନେ ସେବା ବଦଳରେ ଟଙ୍କାକୁ ତାଙ୍କର ସର୍ବସ୍ୱ ବୋଲି ମନେ କରିଛନ୍ତି। ଯଦି ଆମର ସ୍ୱାଧୀନତା କଥା ଆମେ ଚିନ୍ତା କରିବା, ଇଂରେଜମାନଙ୍କ ଶାସନ କଥା ଚିନ୍ତା କରିବା, ଯେତେବେଳେ କି ଶିକ୍ଷା ଆଉ ସ୍ୱାସ୍ଥ୍ୟକୁ ଆମର ପୂର୍ବ ସରକାରରେ ଆମର ନେତୃତ୍ୱମାନେ ସବୁବେଳେ ପ୍ରାଧାନ୍ୟ ଦେଇ ଆସୁଥିଲେ, ଏଭଳି କ'ଣ ପରିସ୍ଥିତି ଆସିଲା ଯାହାଫଳରେ କି ଏ ଶିକ୍ଷା ଆଉ ସ୍ୱାସ୍ଥ୍ୟକୁ ବିଶେଷ କରିକି ଘରୋଇକରଣ କରାଗଲା। ଆଉ ଘରୋଇକରଣ କରିବା ଦ୍ୱାରା ଆମର ଭାରତର ସାଧାରଣ ନାଗରିକ ଯେଉଁମାନେ ଆଜି ବି ବିଲୋ ପଭର୍ଟି ଲାଇନ୍ର ତଳେ ରହୁଛନ୍ତି, ସେମାନେ କେତେ ଦୂର ପ୍ରଭାବିତ ହେଉଛନ୍ତି ଏହା ଦ୍ୱାରା? ଦେଖନ୍ତୁ, ସମସ୍ତଙ୍କୁ ନମସ୍କାର। ଶିକ୍ଷା ଓ ସ୍ୱାସ୍ଥ୍ୟ ଆମର ଗୋଟେ ନିହାତି ମୌଳିକ ଆବଶ୍ୟକତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଦ୍ୟ ବସ୍ତ୍ର ବାସଗୃହ ପରେ ଯଦି ଆମେ ଗୋଟେ ମଣିଷକୁ ସମାଜରେ କେମିତି ଠିକ୍ ସେ ରହିବ ଏବଂ ତାର ଯାହା ସ୍କିଲ୍ ଅଛି ତାର କେମିତି ବିକାଶ ହେବ ଏବଂ ସେ ସମାଜରେ ଗୋଟେ ସାମାଜିକ ପ୍ରାଣୀ ହେଇକି ରହିବ, ତା ପାଇଁ ଶିକ୍ଷା ବି ଦରକାର। ଏବଂ ଶିକ୍ଷା ଅର୍ଜନ କରିବ, ଭଲରେ ରହିବ, ତା ପାଇଁ ତାର ଗୋଟେ ଭଲ ସ୍ୱାସ୍ଥ୍ୟ ରହିବା ଦରକାର, ଯୋଉଟାକି ଆମେ ସମସ୍ତେ ସ୍କୁଲରୁ ବି ଜାଣିଛନ୍ତି। ସମସ୍ତଙ୍କୁ ଏବେ ବି ଘରେ ଘରେ ମୁହେଁ ସମସ୍ତଙ୍କୁ ଆମେ କଥା ହୁଅନ୍ତି। ତାହେଲେ ଶିକ୍ଷା ଆଉ ସ୍ୱାସ୍ଥ୍ୟଟା କିଏ ଦବ? ସ୍ପେଶାଲି ଆଜି ଆମ ଟପିକରେ ଯେହେତୁ ଆମେ ସ୍ୱାସ୍ଥ୍ୟ ବିଷୟରେ କଥା ହେବା, ଆମେ ତା ଉପରେ ଟିକେ ବେଶୀ ଫୋକସ୍ କରିବା। ସ୍ୱାସ୍ଥ୍ୟଟା ଗୋଟେ ଏସେନ୍ସିଆଲ ପାର୍ଟ। ଆପଣଙ୍କର ବେଷ୍ଟ ସ୍କିଲ୍କୁ
ଯଦି ଗୋଟେ ଟାଇମ ବାଉଣ୍ଡ ଆପଣ ପରିପ୍ରକାଶ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ସବୁବେଳେ ନିରୋଗୀ ଏବଂ ସ୍ୱାସ୍ଥ୍ୟବାନ ରହିବା ଦରକାର। ସେଥିପାଇଁ କୁହାଯାଇଛି ସ୍ୱାସ୍ଥ୍ୟ ହିଁ ସମ୍ପଦ କୁହାଯାଇଛି। ଆଜ୍ଞା ଆଚ୍ଛା, ସେଥିପାଇଁ ଏସେନ୍ସିଆଲି ଆପଣ ଜନ୍ମରୁ ଡେ ଡେ ୱାନ୍ ଆପଣ କହିପାରିବେ, ଜନ୍ମରୁ ଆପଣ ନିଜେ ନିଜର କଥା କରିବା ଆଉ କାମ କରିବା ପର୍ଯ୍ୟନ୍ତ ଆମକୁ କିଏ ନା କିଏ ସବୁବେଳେ ଗାଇଡ କରିଥାଏ ସ୍ୱାସ୍ଥ୍ୟ ପାଇଁ। ଆଜ୍ଞା ସେଟା ହେଲା ପ୍ରଥମେ ଆମ ମା, ଘରେ ମା, ତାପରେ ବାପା, ଜେଜେମା, ଜେଜେବାପା, ଆମ ପୁରା ପରିବାର, ତାପରେ ପୁରା ଆମ ପଡୋଶୀ, ସମାଜ ପୁରା ସମାଜ, ପୁରା ତାପରେ ଏଣ୍ଟାୟାରଲି ଆମେ ସମସ୍ତେ ସମାଜକୁ ଆସିଗଲେ। ସେଥିପାଇଁ ଆମେ ସମସ୍ତେ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦବା କଥା। ଆଉ ସ୍ୱାସ୍ଥ୍ୟ ପାଇଁ ଯାହା ଯାହା ଆବଶ୍ୟକତା ଅଛି ବ୍ୟକ୍ତିଗତ ଭାବେ କରିବା, ସାମାଜିକ ସ୍ତରରେ କରିବା ଏବଂ ସରକାର ବି ମଧ୍ୟ କରିବା ପାଇଁ କିପରି ଯତ୍ନବାନ ହବ ତା ପାଇଁ ସରକାର ବି କରିବେ ଏବଂ ସମସ୍ତ ଜନସାଧାରଣ ସରକାରଙ୍କ ଉପରେ ଆଇଦର ଆପଣ ଗଣତାନ୍ତ୍ରିକ ପଦ୍ଧତିରେ ହଉ କିମ୍ବା ଆନ୍ଦୋଳନ କରି ହଉ ଆପଣଙ୍କର ସ୍ୱାସ୍ଥ୍ୟକୁ ଆପଣ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ ଏବଂ ସେ ସମସ୍ତ ଦାବି କିପରି ଫୁଲଫିଲ୍ ହେବ ତା ପ୍ରତି ବି ଆପଣମାନେ କଣ୍ଟିନ୍ୟୁଅସ୍ ଭିଜିଲାଣ୍ଟ ହେଇ ତାକୁ ଫଲୋ ଅପ୍ କରିବେ, ତାହେଲେ ଆମକୁ ସ୍ୱାସ୍ଥ୍ୟଟା ମିଳିବ। ମୁଁ କୋଉ ସ୍ୱାସ୍ଥ୍ୟ କଥା କହିଲି, ତାହେଲେ ପ୍ରିଭେଣ୍ଟିଭ ଆଣ୍ଡ ଟ୍ରିଟମେଣ୍ଟ ପାର୍ଟଟା କହିଲି। ଆଜ୍ଞା ହଁ, ପ୍ରିଭେଣ୍ଟିଭ ଆଉ ଟ୍ରିଟମେଣ୍ଟ ପାଇଁ ଆମକୁ ଇନଷ୍ଟିଚ୍ୟୁସନ ଦରକାର, ହସ୍ପିଟାଲ ଦରକାର, ତା ସହିତ ଯାହା ଯାହା ଆନୁଷଙ୍ଗିକ ଜିନିଷ ଦରକାର ସେଟା ଆମେ ଆଗାମୀ ଟାଇମରେ ଆମେ କଥା ହବା। ସେଥିପାଇଁ ଆମ ସମସ୍ତେ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦବା କଥା। ଆଜ୍ଞା ମୁଁ ଚାହୁଁଛି ଯେ ଆପଣମାନେ ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ସ୍ୱାସ୍ଥ୍ୟକୁ ହିଁ ଅଗ୍ରାଧିକାର ଦିଅନ୍ତୁ। ଆଜ୍ଞା କିନ୍ତୁ ଏବେ ଯୋଉ ଦେଖିବାକୁ ମିଳୁଛି ବିଶେଷ କରି ସରକାରଙ୍କର ଏକ ମୁଖ୍ୟ ଅଂଶ, ଟିକସର ଏକ ମୁଖ୍ୟ ଅଂଶ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଛି। ଅଧିକାଂଶ ଡାକ୍ତର ଯୋଉମାନେ ଡାକ୍ତରୀ ସେବାକୁ ନିଜର ବୃତ୍ତି ରୂପେ ବାଛି ନେଇଛନ୍ତି ଟିକେ ସରକାରୀ ସେବା ପ୍ରତି ବିମୁଖ ହେଇକି ସେମାନେ ପ୍ରାଇଭେଟରେ କେମିତି ବିଶେଷ କରି ଘରୋଇ ହସ୍ପିଟାଲ ମାନଙ୍କରେ ତାଙ୍କର ସମୟ ଦାନ କରି କେମିତି ଅର୍ଥ ଉପାର୍ଜନ କରିବେ ସେଥିପ୍ରତି ବିଶେଷ ଯତ୍ନବାନ ହଉଛନ୍ତି, ଯୋଉଥିରେ କି ତାଙ୍କର ମୂଳ ଲକ୍ଷ୍ୟ ଡାକ୍ତର ହବାର ଯୋଉ ଡାକ୍ତରକୁ ଭଗବାନ ବୋଲି ଯୋଉ ଆଖ୍ୟା ଦିଆ ହଉଥିଲା ସେଥିରୁ ଟିକେ ବିରତ ରହୁଛନ୍ତି। ଆଉ ଏଥିରେ ଯଦି ଦେଖିବା ଘରୋଇ ହସ୍ପିଟାଲ ମାନ, ଘରୋଇ ମେଡିକାଲ କଲେଜ ମାନ ଖୋଲା ଯାଉଛି ଯୋଉଥିରେ କୋଟି କୋଟି ଟଙ୍କାର ଡୋନେସନରେ ସେଠି ସିଟ୍ ମାନ ବଢେଇ ଦିଆଯାଉଛି। ସେଠି କିଛି ଡାକ୍ତର ମାନେ ପାଠ ପଢିବା ପାଇଁ ଆସୁଛନ୍ତି, କିଛି ପିଲା ଡାକ୍ତରୀ ପାଠ ପଢିବାକୁ ଆସୁଛନ୍ତି, ପରବର୍ତ୍ତୀ ସମୟରେ ସେମାନେ ସେଇ ଘରୋଇ ହସ୍ପିଟାଲ ମାନଙ୍କରେ ବିଶେଷ ଧ୍ୟାନ ଦଉଛନ୍ତି। ଏହାର ପ୍ରକୃତ କାରଣ କଣ? ଦେଖନ୍ତୁ, ଆମେ ପ୍ରଥମ ମୂଳ କ୍ୱେଶ୍ଚିନଟା ଆଉ ଟିକେ ଆଉଥରେ କଥା ହବା ଯେ ସବୁ ଡାକ୍ତର କଣ ସେବା ମନୋବୃତ୍ତିରେ କାମ କରୁଛନ୍ତି ନା କରୁନାହାନ୍ତି। ଆଜ୍ଞା ନେକ୍ସଟ ହେଲା କିଛି ଡାକ୍ତର ଟଙ୍କା ଦ୍ଵାରା ପ୍ରଭାବିତ ହଉଛନ୍ତି। ଆଜ୍ଞା ଆଚ୍ଛା, କଥା ହଉଛି ଯେ ଯେତେ ଜଣ ଡାକ୍ତର ଏଇ ପାଠ ପଢୁଛନ୍ତି ପ୍ରାୟତଃ ଆପଣ ଭାବି ନିଅନ୍ତୁ ମେଜରିଟି ମାନେ 90% ଡାକ୍ତରୀ ପଢୁଥିବା ପିଲାମାନେ ଆକ୍ଚୁଆଲି ଡାକ୍ତରୀ ବିଦ୍ୟା ପ୍ରତି ଏବଂ ଚିକିତ୍ସା ପ୍ରତି ଏବଂ ଲୋକମାନଙ୍କ ପ୍ରତି ତାଙ୍କର ଆଦର ଭାବ ଅଛି, ଆଜ୍ଞା ସେଥିପାଇଁ ସେମାନେ ଏଇ ପ୍ରଫେସନଟାକୁ ଚୁଜ୍ କରିଥାନ୍ତି। ଆଜ୍ଞା ଆମ ଟାଇମରେ ବି ସେମିତି ଥିଲା, ଏବେ ବି ଅଛି। ତାହେଲେ କାଳକ୍ରମେ କଣ ହେଲା, କିଛି ଛାତ୍ର ପ୍ରାଇଭେଟରେ ପଢିବେ ଆଉ କିଛି ଛାତ୍ର ସରକାରୀ ଆଜ୍ଞା କଲେଜରେ ପଢିବେ। ଆମର ଜନସଂଖ୍ୟା ଅନୁସାରେ ଆମର ଯେତିକି ଡାକ୍ତର ଆବଶ୍ୟକତା ଅଛି ଭାରତରେ, ଓଡିଶାରେ, ସେଇ ପରିମାଣରେ ଆମର ଡାକ୍ତରୀ ନାହାନ୍ତି, ଅଭାବ ଡାକ୍ତର ଅଛି। ନାହାନ୍ତି। ସେଥିପାଇଁ ଏଟା ଗୋଟେ ପଲିସି ମେକିଂ ର କଥା ଆସିଗଲା। ତାହେଲେ ଆମର ଲୋକ ସଂଖ୍ୟା କେତେ ଅଛନ୍ତି ଆଉ ଆମ ଡାକ୍ତର କେତେ ଦରକାର, ଆଟଲିଷ୍ଟ ପ୍ରତି 2000 ଲୋକ ପାଇଁ ଜଣେ ଡାକ୍ତର ଦରକାର। ଆଜ୍ଞା ତାହେଲେ ଡାକ୍ତର ପ୍ରତି ପଢିବା ପାଇଁ ଡାକ୍ତର ମେଡିକାଲ କଲେଜ ଦବା ଦରକାର। ତାହେଲେ ମେଡିକାଲ କଲେଜ ଆଉ ମେଡିକାଲ କଲେଜର ସିଟ୍, ଏମବିବିଏସ୍ ଷ୍ଟୁଡେଣ୍ଟ ମାନଙ୍କ ସଂଖ୍ୟା, ଏମବିବିଏସ୍ ଷ୍ଟୁଡେଣ୍ଟ ମାନଙ୍କୁ ପାଠ ପଢିବା ପାଇଁ ଯୋଉ ଡାକ୍ତର ମାନଙ୍କର ଯୋଉମାନେ ଟିଚର ରହିବେ, ଫ୍ୟାକଲ୍ଟିଜ ରହିବେ, ସେମାନଙ୍କର ସଂଖ୍ୟା, ଏଟା ଗୋଟେ ସରକାରଙ୍କର ପରିଧିକୁ ପଳେଇ ଆସିଲା। ଆଜ୍ଞା ଗୋଟେ ପାର୍ଟ ଦ୍ୟାଟ୍ ଇଜ ଗଭର୍ଣ୍ଣମେଣ୍ଟ ସେକ୍ଟର। ଆଉ କିଛି ରହିଲା ଯେ ସରକାର କଣ ତାକୁ ପୂରଣ କରିଛନ୍ତି କି ଦୀର୍ଘ ଦିନ ଧରି, ଯେବେଠୁ ଆମେ ସ୍ୱାଧୀନତା ପାଇଲେଣି ଚେଷ୍ଟା କରିଛନ୍ତି କିନ୍ତୁ ସେଥିରେ ସଫଳ ହେଇନାହାନ୍ତି। ତାହେଲେ ପ୍ରାଇଭେଟାଇଜେସନ କଥା ଆସିଲା। ଯେମିତି ପ୍ରାଇଭେଟାଇଜେସନ ଆପଣମାନେ ଜାଣିଛନ୍ତି ସବୁ ଜାଗାରେ ଗଭର୍ଣ୍ଣମେଣ୍ଟ ଆଣ୍ଡ ପ୍ରାଇଭେଟ ପାରାଲାଲି ସବୁ ଜାଗାରେ ରହୁଛି ଏବଂ ମୁଁ ଭାବୁଛି ଆଗାମୀ ଦିନରେ ରହିବ ମଧ୍ୟ। ସେଟା ଗୋଟେ ନୀତିଗତ କଥା ଆସିଯାଉଛି, ଆମେ ପରେ କଥା ହବା। କିନ୍ତୁ ପ୍ରାଇଭେଟାଇଜେସନ ରହିବ। ପ୍ରାଇଭେଟାଇଜେସନ କାହିଁକି ରହିଲା, ଯେହେତୁ ଡିମାଣ୍ଡ ଆଣ୍ଡ ସପ୍ଲାଇରେ ଗ୍ୟାପ୍ ରହିଲା, କିଛି ପ୍ରାଇଭେଟ ପ୍ଲେୟାର, କିଛି ପ୍ରାଇଭେଟ ଏଣ୍ଟରପ୍ରିନ୍ୟୁର୍ସ, କିଛି ପ୍ରାଇଭେଟ ଡାକ୍ତର ବି ଚାହିଁବେ ଯେ ସେମାନେ ତାଙ୍କର ସ୍କିଲ୍ ଆଉ ଅର୍ଥକୁ ଲଗେଇକି ମେଡିକାଲ କଲେଜ ବନେଇବେ, ପ୍ରାଇଭେଟ ହସ୍ପିଟାଲ ବି ବନେଇବେ ଏବଂ ତା ଦ୍ୱାରା କିଛି ପିଲା ପ୍ରାଇଭେଟଲି ପାଠ ପଢିକି ଡାକ୍ତର ହେବେ, ତା ସହିତ ପ୍ରାଇଭେଟ ହସ୍ପିଟାଲ ବି ବନିବ। ତାହେଲେ ଆମ କତିରେ ଦୁଇଟା ଅପସନ ଆସିଯାଉଛି, ଗୋଟେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ, ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ, ଆଜ୍ଞା ଆଉ ଗୋଟେ ହେଲା ପ୍ରାଇଭେଟ ହସ୍ପିଟାଲସ ଆଣ୍ଡ ପ୍ରାଇଭେଟ ମେଡିକାଲ କଲେଜ। ଆଜ୍ଞା ତାହେଲେ ଏଇ ଦିଟା ଭିତରେ ତାରତମ୍ୟ ଆଉ ସମନ୍ୱୟ ରକ୍ଷା କରିବା ଆବଶ୍ୟକତା ଅଛି ଆଉ ସେଥିପାଇଁ ସରକାରଙ୍କ ପାଖରେ ବଡ ଆହ୍ୱାନ ଅଛି। ଆଜ୍ଞା କେବଳ ସରକାର କହିଲେ ତ
ଯୋଉମାନେ ଇଲେକ୍ଟେଡ ରିପ୍ରେଜେଣ୍ଟେଟିଭ ଆପଣ ବୁଝୁଛନ୍ତି ସେମିତି ନୁହେଁ। ସରକାର କହିଲେ ସରକାର ଯୋଉମାନେ ନିର୍ବାଚିତ ଜନପ୍ରତିନିଧି ତା ସହିତ ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଆମେ ସମସ୍ତେ ବି ଆସିଯାଉଛନ୍ତି। ଆଜ୍ଞା ସେଥିରେ ଗୋଟେ ସଚେତନ ନାଗରିକ ବି ଆସିଯାଉଛି, ସେ ବି ସରକାର। ତାହେଲେ ଆମେ ସମସ୍ତେ ନଜର ରଖିବା ଆମେ ଯୋଉ ସରକାରକୁ ବାଛୁଛନ୍ତି ସେ ସରକାର ଲୋକଙ୍କର ମୌଳିକ ଆବଶ୍ୟକତା ପୂରଣ କରୁଛି ନା କରୁନାହିଁ। ଆଜ୍ଞା ଯଦି ଆପଣଙ୍କୁ ଲାଗୁଛି କରୁନାହିଁ ତାହେଲେ ଆପଣ ଆନ୍ଦୋଳନାତ୍ମକ ପନ୍ଥା ନେଇପାରିବେ, ଆଜ୍ଞା ଗଣତାନ୍ତ୍ରିକ ପଦ୍ଧତିରେ ଆପଣ ଡିମାଣ୍ଡ ରଖିପାରିବେ। ଆଉ ସେଥିପାଇଁ ଗଭର୍ଣ୍ଣମେଣ୍ଟର ମେଡିକାଲ କଲେଜ ଆଣ୍ଡ ପ୍ରାଇଭେଟ ମେଡିକାଲ କଲେଜ ମଧ୍ୟରେ ଗୋଟେ ସମନ୍ୱୟ ରହିବା ଦରକାର ଏବଂ ସରକାର ଯୋଉ କହୁଛନ୍ତି ଆମେ ଏଇ ଦି ଜଣଙ୍କ ଉପରେ ଗୋଟେ ଷ୍ଟ୍ରଙ୍ଗ ସଠିକ ଭିଜିଲାଣ୍ଟ। ସଠିକ ନଜର ରଖିବ ଆଜ୍ଞା ଯେ ସେମାନେ ସମ୍ବିଧାନର ନୀତି ମାନି କାର୍ଯ୍ୟ କରିବେ ଯେପରି ଲୋକମାନଙ୍କୁ କୌଣସି ଅସୁବିଧା ନ ହୁଏ ଏବଂ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ସୁରୁଖୁରୁରେ ଗାଁରେ ମଧ୍ୟ ପହଞ୍ଚି ପାରିବ। ତା ପ୍ରତି ସରକାର ଯତ୍ନବାନ ହବ, ତା ସହିତ ସିଭିଲ ସୋସାଇଟି ବି ଯତ୍ନବାନ ହବ। ନାଇଁ ଯଦି ଦେଖିବା ଆମ ଓଡିଶାରେ ସରକାରୀ ମେଡିକାଲ କଲେଜରେ ଯେତିକି ସିଟ୍ ଅଛି ସେତିକି ତ ଆମର କୃତି ଛାତ୍ରଛାତ୍ରୀ ମାନଙ୍କୁ ମିଳିଗଲା। ତାପରେ ଯୋଉମାନେ ରହିଲେ ମାନେ ଦେ ଆର୍ ଅଲସୋ ଏଫିସିଏଣ୍ଟ, ସେମାନଙ୍କୁ ନେକ୍ସଟ ସିଟ୍ ମିଳିବା କଥା। ଯଦି ଆପଣ ଘରୋଇ ଶିକ୍ଷାନୁଷ୍ଠାନର ପରିସଂଖ୍ୟାନକୁ ନେବେ ସେଠି କେବଳ ପ୍ରତିପତ୍ତିଶାଳୀ ଲୋକମାନଙ୍କର ପିଲାମାନେ ହିଁ ପାଠ ପଢନ୍ତି, ନା ସେ ହଁ ଠିକ ଅଛି, ଇରେସ୍ପେକ୍ଟିଭ ଅଫ ଦେୟାର ହଁ ଟ୍ୟାଲେଣ୍ଟ। ବୁଝିଲି। ମୁଁ ଆପଣଙ୍କ କଥାରେ କିଛି ମାତ୍ରାରେ ସହମତ ଅଛି, କିନ୍ତୁ ଆକ୍ଚୁଆଲି ଏବେ ବିଗତ 11 ବର୍ଷରେ ନରେନ୍ଦ୍ର ମୋଦିଙ୍କର ସରକାରରେ ଏହା ଉପରେ ବହୁତ ବିତର୍କ ହେଇଛି। ଆପଣ ମାନେ ନିଶ୍ଚିତ ଭାବେ ନ୍ୟୁଜରେ ଆଉ ଟିଭିରେ ଦେଖୁଥିବେ। ବିତର୍କରେ ଏହା ଆପଣ ଯାହା ଯୋଉ ଆଶଙ୍କା ଏଠି ବ୍ୟକ୍ତ କଲେ ସେଟା ବି କିଛି ପରିମାଣରେ ସତ, କିନ୍ତୁ ଆର ସମାଧାନ ପାଇଁ ଆମେ ସମସ୍ତେ ଏଥର ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଯାହା ଗାଇଡଲାଇନ ବନେଇଛି ସେଥିପାଇଁ ଆଗରୁ ଯେମିତି ପ୍ରାଇଭେଟ ମେଡିକାଲ କଲେଜରେ ଫିସ୍ ଟା ଅନଲିମିଟେଡ ଥିଲା, ଏଟା ସେଟା କମେଇ ଦିଆଯାଇଛି, ତାର ଗୋଟେ କ୍ୟାପିଂ କରାଯାଇଛି। ଆଜ୍ଞା ଯେମିତି ସିଟ୍ର କେତେ ପରିମାଣର ସିଟ୍ ଆମର ମେଧାବୀ ଛାତ୍ରଙ୍କୁ ମିଳିବ ଏବଂ କିଛି ପରିମାଣର ସିଟ୍ ଆପଣଙ୍କର ମ୍ୟାନେଜମେଣ୍ଟ ଅଣ୍ଡରରେ ପିଲାମାନେ ଆଡମିଟ ହେବେ, ତାପରେ ଗୋଟେ ଗାଇଡଲାଇନ ବନାଯାଇଛି ଏବଂ ତାପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଆଶା କରାଯାଉଛି ଯେ ଆଗାମୀ ଦିନ ମାନଙ୍କରେ ଏ ଯୋଉ ଆଡମିସନ ନେଇ ଏବଂ ଆଡମିସନର ଯୋଉ ଫିସ୍ ଅଛି ତାକୁ ନେଇ ଯାହା ବି ସବୁ ଦ୍ୱନ୍ଦ୍ୱ ଲାଗି ରହିଛି ସେଟା ଆହୁରି ଗୋଟେ ଷ୍ଟ୍ରିମଲାଇନ ୱେରେ ତାକୁ ଆମେ ପରିଚାଳନା କରିବା। ସେଥିପାଇଁ ସରକାରଙ୍କ ପାଖରେ ବି ବଡ ଆହ୍ୱାନ ଅଛି, ତା ସହିତ ଆମ ସମସ୍ତେ ବି ଆ ଉପରେ ଭିଜିଲାଣ୍ଟ ରହିବା। ଏଇଟା ଗୋଟେ ପ୍ରାଇଭେଟ ଗଭର୍ଣ୍ଣମେଣ୍ଟର ଯୋଉ ଡିବେଟଟା ଏଇଟା ସବୁଦିନ ଚାଲୁ ରହିବ, ସେଥିରେ ବି ଆମର ଶିକ୍ଷା ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ ବ୍ୟବସ୍ଥା ବି ଇନଭଲ୍ଭ ଅଛି। ସେଥିପାଇଁ ଆମକୁ ରାଇଟ ଲିଡରସିପ ର ଆବଶ୍ୟକତା ଅଛି। ରାଇଟ ଲିଡର ରାଇଟ ପଲିସି ଇମ୍ପ୍ଲିମେଣ୍ଟ କଲେ ଜନସାଧାରଣ ସାମଗ୍ରିକ ଭାବେ ଉପକୃତ ହେବେ। ଆଜ୍ଞା ଆପଣ ଯୋଉ ଡାକ୍ତରୀ ପେସାକୁ କିଭଳି ଦେଖନ୍ତି, ଡାକ୍ତରୀ ପେସା ପାଇଁ ଯୋଉମାନେ ଡାକ୍ତର ହବାକୁ ଇଚ୍ଛା ରଖନ୍ତି ସେଥିପାଇଁ ତାଙ୍କ ନଲେଜର ମଧ୍ୟ ଆବଶ୍ୟକତା ଥାଏ ଆଉ କିଛି ମାତ୍ରାରେ ଟ୍ରେନିଂର ଆବଶ୍ୟକତା। ନଲେଜ ଯୋଉଟା ଯୋଉ ଭଗବାନଙ୍କର ଦାନ, ଆଉ ତାର ଅଧ୍ୟବସାୟ ବଳରେ ଦୀର୍ଘ ଦିନର ପରିଶ୍ରମ ବଳରେ, କାରଣ ଜଣେ ଯେତେବେଳେ ତାକୁ 17-18 ବର୍ଷ ହୁଏ ସେ ମେଡିକାଲ ଛାତ୍ର ଭାବେ ଗଣାଯାଏ। ବିଶେଷ କରି ଯଦି ଜଣେ ପିଲା ପାଠରେ ଭଲ ନଥିବ ତାକୁ କୌଣସି ପ୍ରକାରେ କୌଣସି କଲେଜରେ ଗୋଟେ ଆଡମିସନ ପାଇଗଲା, ସେ କଣ ଜଣେ ଭଲ ଡାକ୍ତର ହେଇପାରିବ? ନା, ସେଥିପାଇଁ ଦେଖନ୍ତୁ ଏବେ ଯଦି ଆମ ମେଡିକାଲ ଏଜୁକେସନ ବିଷୟରେ କହିବା ତ ଏବେ ଆମେ ଅଲ ଇଣ୍ଡିଆ ଏକ୍ସାମ ହଉଛି, ନିଟ୍ ମେଡିକାଲ ଏକ୍ସାମରେ ପାଖାପାଖି 15ରୁ 17 ଲକ୍ଷ ପିଲା ସବୁ ବର୍ଷ ନିଟ୍ ଅଣ୍ଡର ଗ୍ରାଜୁଏଟ ଆଡମିସନ ପାଇଁ ପରୀକ୍ଷା ଦଉଛନ୍ତି। ଆଜ୍ଞା ଆଉ ଆମର ନିଟ୍ ମେଡିକାଲର ଯୋଉ ପରୀକ୍ଷା ପଦ୍ଧତିଟା ସଠିକ ଅଛି ଏବଂ ଆକୁ ଯିଏ କ୍ୱାଲିଫାଏ କରୁଛି ସେଥିରେ ନିଶ୍ଚିତ ଭାବରେ ମେଧା ଛାତ୍ରମାନେ ଆସୁଛନ୍ତି। କିନ୍ତୁ ଯେମିତି ଆମେ ଡିସ୍କସନ ଆପଣ କଲେ ଟିକେ ବିଫୋର କହିଲେ ଯୋଉ ମ୍ୟାନେଜମେଣ୍ଟ କୋଟା, ତ ଏବେ ଯୋଉ ଗଭର୍ଣ୍ଣମେଣ୍ଟ ପ୍ରାଇଭେଟ ଆଣ୍ଡ ମ୍ୟାନେଜମେଣ୍ଟରେ କେତେ ପରିମାଣରେ ଷ୍ଟୁଡେଣ୍ଟ ପଢିବେ ସେଟା ନିଶ୍ଚିତ ଭାବରେ ଗୋଟେ ଡିବେଟେବୁଲ ସବଜେକ୍ଟ, ଆଉ ତା ଉପରେ ଆହୁରି ଡିବେଟ ହବାର ଆବଶ୍ୟକତା ଅଛି। କିନ୍ତୁ ମୁଁ ଜଣେ ଡାକ୍ତରୀ ଛାତ୍ର ଏବଂ ଡାକ୍ତର ହିସାବରେ କହିବି ଯେ ଆପଣ ପ୍ରାଇଭେଟରେ ପଢନ୍ତୁ କି ଗଭର୍ଣ୍ଣମେଣ୍ଟରେ ପଢନ୍ତୁ, ଆମର ଟ୍ରେନିଂଟାକୁ ପୁରା ରିଗରସ୍ ରହିବା ଦରକାର, ପୁରା ଇଣ୍ଟେନ୍ସିଭ ଆଣ୍ଡ ଏକ୍ସଟେନ୍ସିଭ ଷ୍ଟଡି ଯୋଉ ଆମେ କହୁଥିଲୁ ସେମିତି ରହିବା ଦରକାର। ଆଉ ବେଡ୍ ସାଇଡ ଟିଚିଂ ରହିବା ଦରକାର, କ୍ଲାସରୁମ ଟିଚିଂ, ବେଡ୍ ସାଇଡ ଟିଚିଂ ଆଣ୍ଡ କ୍ଲିନିକାଲ ଟିଚିଂ, ପୁରା ସେଥିରେ ଆମେ କିଛି କମ୍ପ୍ରମାଇଜ କରିବା ନାହିଁ। ଯଦି ଗୋଟେ ପିଲାର ମେଧା ନାହିଁ ଆଉ ସେ ଡାକ୍ତରୀ ଛାତ୍ର ହେଇଯାଇଛି ଆଉ କିମ୍ବା ପଢୁଛି, ତାହେଲେ ତା ପାଇଁ ମଧ୍ୟ ସେମ୍ କଡା ଅନୁଶାସନ ଆଉ କଡା ପରୀକ୍ଷା ପଦ୍ଧତି ରହିବ। ସେ ଟ୍ରେନିଂ ନଉ, ଯଦି ତାକୁ କିଛି ଅସୁବିଧା ହଉଛି ସେ ତାର ପାଠଟାକୁ ଠିକ ସେ ପଢୁ, କିନ୍ତୁ ଆମେ ସେଥିରେ କମ୍ପ୍ରମାଇଜ କରିପାରିବା ନାହିଁ। କାହିଁକି, ଯଦି ଆମେ ଡାକ୍ତରୀ ପାଠ ପଢାରେ ଏବଂ କ୍ଲିନିକାଲ ଟ୍ରେନିଂରେ ଆମେ କିଛି ବି
କମ୍ପ୍ରମାଇଜ କରୁଛନ୍ତି ତାହେଲେ ସେଇ ଡାକ୍ତରଟି ଯେତେବେଳେ ଚିକିତ୍ସା କରିବ ଆସି 10 ବର୍ଷ 15 ବର୍ଷ ଆଜ୍ଞା ପରେ ନିଶ୍ଚିତ ଭାବରେ ତାର ଆଉଟକମ୍ ଟା ଭଲ ହବ ନାହିଁ, ଆଜ୍ଞା ଯୋଉଟା କି ଆପଣ ମାନେ ମଝିରେ ମଝିରେ ଦେଖୁଥିବେ। ସେଥିପାଇଁ ମୁଁ ଚାହିଁବି ଯେ ଆମର ପାଠ ପଢା, ପରୀକ୍ଷା ପଦ୍ଧତି, ପାଠ ପଢା ଏବଂ ଟ୍ରେନିଂ ଟା ସବୁବେଳେ ଯେମିତି ଆଗରୁ ଚାଲୁଥିଲା ସେମିତି ଚାଲୁ, ସେଥିରେ କିଛି କମ୍ପ୍ରମାଇଜ କରିବା ନାହିଁ। ତାହେଲେ ଆମର ଭଲ ଡାକ୍ତର ବାହାରିବେ ଆଉ ଆମେ ସମସ୍ତେ ଭଲ ଚିକିତ୍ସା ପାଇବା। ଆଜ୍ଞା ଆପଣଙ୍କ ବ୍ୟକ୍ତିତ୍ୱକୁ ଦେଖିଲେ ଲାଗେ ଆପଣ ଗରିବ ଦୁଃଖୀରଙ୍କୀଙ୍କ ପାଇଁ ବହୁତ ସମାଧାନ କରିଥାନ୍ତି। ବିଶେଷ କରି ଆପଣ ମଧ୍ୟ ଏକ ରାଜନୈତିକ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି, ଭାରତୀୟ ଜନତା ପାର୍ଟିର ମେଡିକାଲ ସେଲ୍ର ଆବାହକ ଅଛନ୍ତି। ସେଥିପାଇଁ ହୁଏତ ଆପଣଙ୍କୁ ସରକାରୀ ଚାକିରିରେ ସମସ୍ୟା ଥାଇପାରେ, କାରଣ ସରକାରୀ ଚାକିରିରେ ରହିକି ଆପଣ କୌଣସି ପଲିଟିକାଲ ପାର୍ଟି ସହିତ ଡାଇରେକ୍ଟଲି ଇନଭଲଭମେଣ୍ଟ ହେଇପାରିବେ ନାହିଁ। କିନ୍ତୁ ତାପରେ ମଧ୍ୟ ଆପଣ ଜନସେବା, ରୋଗୀ ସେବାକୁ ନିଜର ଧର୍ମ ବୋଲି ଭାବନ୍ତି, ଲୋକମାନଙ୍କର କାମକୁ ସେଇଭଳି ଭାବରେ କରନ୍ତି, ଜଣେ ଗରିବ ଲୋକର କାମକୁ ମଧ୍ୟ ସେଇଭଳି ଭାବରେ କରନ୍ତି, ତାଠାରୁ ୱିଦାଉଟ୍ ଫିଜ୍ରେ ପକେଟ୍ରୁ ପଇସା ଖର୍ଚ୍ଚ କରିକି ତା ଆଡମିସନ୍ ନେଇକି ତାର ଯୋଉଭଳି କାଉନସେଲିଂ, ପ୍ରପର କାଉନସେଲିଂ ଦରକାର ସେସବୁ କରିଥାନ୍ତି। ଏଇ ଯୋଉ ଗୁଣଟି ଆପଣଙ୍କର ଡେଭଲପ ହେଇଛି, ଆ ପଛରେ ବିଶେଷ ଭୂମିକା କାହାର ଥିଲା? ଦେଖନ୍ତୁ, ଆମେ ଯେତେ ସମସ୍ତେ ଆମେ 1997 ମସିହାରେ ଫାର୍ଷ୍ଟ ଇୟର MBBS MKCG ମେଡିକାଲ କଲେଜର ଷ୍ଟୁଡେଣ୍ଟ ହେଲି। ଆଜ୍ଞା ଆମ ସମୟରେ ମାତ୍ର 3ଟି ସରକାରୀ ମେଡିକାଲ କଲେଜ ଓଡ଼ିଶାରେ ଥିଲା, ଆଉ 107ଟି କରି ସିଟ୍ ପର କଲେଜ ଇଣ୍ଟୁ 3ଟା କଲେଜ, 321ଟା ସିଟ୍ ଥିଲା। ଜଣେ ଜେନେରାଲ ଷ୍ଟୁଡେଣ୍ଟ ହିସାବରେ ଆପଣଙ୍କୁ ଭଲ ନମ୍ବର ରଖିଲେ ହିଁ ଆପଣ ସରକାରୀ ମେଡିକାଲ କଲେଜରେ ପାଠ ପଢିବାର ସୁଯୋଗ ମିଳୁଥିଲା ସେ ସମୟରେ। ସେଥିପାଇଁ ଆମ ସମୟରେ ପାଠ ପଢା ଆଉ ଆମର ଯୋଉ ଟିଚର ମାନେ ଥିଲେ ସେମାନେ ସମସ୍ତେ ଆମର ନମସ୍ୟ। ବାପା ମାଙ୍କ ପରେ ଯଦି ଆମେ ଆଜି ଡାକ୍ତର ହେଇଥାଉ, ସେଥିପାଇଁ ସମସ୍ତ ଶ୍ରେୟ ଆମର ମେଡିକାଲ କଲେଜର ଶିକ୍ଷକ ମାନଙ୍କୁ ବି ଯାଉଛି। ମୋର ପ୍ରାଥମିକ ଶିକ୍ଷକ ଜିଲ୍ଲା ସ୍କୁଲ ବାଲେଶ୍ୱର, FM କଲେଜ ବାଲେଶ୍ୱର, MKG ମେଡିକାଲ କଲେଜ ବ୍ରହ୍ମପୁର, ଏ ସମସ୍ତ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଶ୍ରେୟ ଯାଉଛି। ସେମାନେ ଆମକୁ ଅନୁଶାସନ ଶିଖେଇଛନ୍ତି, ପାଠ ବି ପଢେଇଛନ୍ତି, ଆଉ ଲିଡରସିପ କ୍ୱାଲିଟିଟା ବି ସେଇ ମେଡିକାଲ କଲେଜରେ ଆମେ ଶିଖିଛୁ। ଆଉ ରହିଲା ଯେ ଆମେ ଗଭର୍ଣ୍ଣମେଣ୍ଟ ଚାକିରି କାହିଁକି କରିବା କି ପ୍ରାଇଭେଟ ଚାକିରି କାହିଁକି କରିବା, ସେଟା ବେଳେବେଳେ ପରିସ୍ଥିତି ଆଉ ଆମ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ଆମକୁ ପ୍ରେରଣା ଦିଏ ଆମେ କଣ କରିବା, ଆମର ଭବିଷ୍ୟତ କାର୍ଯ୍ୟଧାରା କଣ ରହିବ। କିନ୍ତୁ ମେଡିକାଲ କଲେଜରେ ପଢିଲା ବେଳେ ଆମେ କେତୋଟି ଘଟଣା ଆମକୁ ବହୁତ ଆନ୍ଦୋଳିତ କରିଥିଲା, ଏବଂ ସେଥିରେ ମତେ ଲାଗିଲା ଯେ ଆଡମିନିଷ୍ଟ୍ରେସନଟା ବି ବହୁତ ଜରୁରୀ। ଡାକ୍ତରୀ ଶିକ୍ଷା ଏବଂ ଡାକ୍ତରୀ ଚିକିତ୍ସା ପଦ୍ଧତିକୁ ସଠିକ ସମୟରେ ତାକୁ ପ୍ରତିପାଦିତ କରିବା ପାଇଁ ଆଡମିନିଷ୍ଟ୍ରେସନ। ଆଚ୍ଛା, ଆଡମିନିଷ୍ଟ୍ରେସନ କଣ ରହିଲା? ଯେମିତି ଗୋଟେ ଏକ୍ସାମ୍ପଲ ଦେବି, ଆପଣ ମାନେ ଶୁଣି ଦେଖିଥିବେ ଯେ ବହୁତ ଜାଗାରେ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ ସରିଯାଏ। ଆଜ୍ଞା ଆଚ୍ଛା, ରୋଗୀର ଆଟେଣ୍ଡାଣ୍ଟ ଯାଇକି ତା ପାଖରେ ଥିବା ନର୍ସ और ଡାକ୍ତର और ଆଟେଣ୍ଡାଣ୍ଟ କୁ କୁହନ୍ତି, ଆଜ୍ଞା ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ ସରିଗଲା। ତାହେଲେ ଦିଦି ଆଟେଣ୍ଡାଣ୍ଟ କୁ କହିବ, ଆଟେଣ୍ଡାଣ୍ଟ ଆଉ ଗୋଟେ ଅକ୍ସିଜେନ ସିଲିଣ୍ଡର ଚେଞ୍ଜ କରିବ, ଆଉ ଗୋଟେ ଫିଲ୍ଡ ଅକ୍ସିଜେନ କୁ ଲଗେଇବ। ଆମେ ଯେତେବେଳେ ପାଠ ପଢୁଥିଲୁ 98 ମସିହାରେ ଅକ୍ସିଜେନ ସିଲିଣ୍ଡର ସରିଯିବ, ତାହେଲେ ନେକ୍ସଟ କ୍ୱେଶ୍ଚନ ଆସିଲା ଯେ ହସ୍ପିଟାଲର ଅକ୍ସିଜେନ ସିଲିଣ୍ଡର ଫିଲ୍ଡ ହେଇକି ଅଛି ତ, ଆଉ ଯଦି ଅଛି ଆବଶ୍ୟକ ପରିମାଣରେ ଅଛି ତ, ଆଜ୍ଞା ଆଉ ଯଦି ଅକ୍ସିଜେନ ସିଲିଣ୍ଡର ଫିଲ୍ଅପ କରିବା କିମ୍ବା ତାର ଯୋଉ ସାର୍କୁଲେସନ ପ୍ରୋସେସ କୁ କିଏ ତଦାରଖ କରୁଛି, ସେଟା କଣ ଦିଦି କରୁଛି ନା ଡାକ୍ତର କରୁଛନ୍ତି ନା ଆଉ ଜଣେ କିଏ କରୁଛି? ଆପଣ ଜାଣିବାକୁ ପାଇବେ ସେଟା ଗୋଟେ ଆଡମିନିଷ୍ଟ୍ରେସନ ପ୍ରୋସେସ ରହୁଛି। ଯଦି ଅକ୍ସିଜେନ ସିଲିଣ୍ଡର ସରିଯାଉଛି ତାକୁ ରିପ୍ଲେସ କରିବା ପାଇଁ କିଛି ବିଭାଗ ଅଛି, ସେଇ ବିଭାଗ ଯଦି କାମ ନ କରିବ, ଆଉ ସେଇ ବିଭାଗଟି ସୁପରିଟେଣ୍ଡେଣ୍ଟ ଅଣ୍ଡରରେ ରହୁଛି, ଏ ସୁପରିଟେଣ୍ଡେଣ୍ଟ ଏବଂ ଆପଣଙ୍କର କ୍ଲିନିକାଲ ହେଡ୍ ଯିଏ ରହିଲେ ପ୍ଲସ୍ ଆପଣଙ୍କର ଯେ ଆଡମିନିଷ୍ଟ୍ରେସନ ରହିଲେ ସେଇ ୟୁନିଟର, ଏ ସମସ୍ତେ ମାନେ ମିଶିଲେ ଗ୍ରାଉଣ୍ଡର ଯୋଉ ଅସୁବିଧାଟା ସମାଧାନ ହେଇପାରିବ। କିନ୍ତୁ ଆମେ ମାନେ ସମସ୍ତେ ଆମ ପାଖରେ ଥିବା ଦିଦି ଆଉ ନର୍ସକୁ ହିଁ, ଦିଦି ଆଣ୍ଡ ଡକ୍ଟରଙ୍କୁ ହିଁ କମ୍ପ୍ଲେନ କରନ୍ତି। ଆମେ ଦେଖିଲୁ ଯେ ଆମେ ବି କମ୍ପ୍ଲେନ କଲୁ, ଯାଇକି ଖୋଜିଲା ବେଳକୁ ଦେଖାଗଲା ଯେ ଏଇଟା ଗୋଟେ ପରିଚାଳନାଗତ ତ୍ରୁଟି ଯୋଗୁଁ ଅକ୍ସିଜେନ ସିଲିଣ୍ଡର ସପ୍ଲାଏ ହେଇପାରୁନାହିଁ। ଆଜ୍ଞା ଆଉ ପରିଚାଳନାଗତ ତ୍ରୁଟିଟା ଆଡମିନିଷ୍ଟ୍ରେସନ ପାଖରେ ଅଛି। ତାହେଲେ ମତେ ଲାଗିଲା ଯେ ତାହେଲେ ଆଡମିନିଷ୍ଟ୍ରେସନ ହିଁ ରେସ୍ପନ୍ସିବୁଲ ଏସବୁ ପାଇଁ। ସେଥିପାଇଁ ଲୋକମାନେ ମୋର ଅସୁବିଧାରେ ପଡୁଛନ୍ତି, ଆଡମିନିଷ୍ଟ୍ରେସନ ବଦଳେଇ ଦିଆଯାଉ। ତ ଆଡମିନିଷ୍ଟ୍ରେସନ କଣ ଆମେ କହିଲେ ବଦଳିଯିବ କି? ବଦଳି ପାରିବନି। ଆମେ ଷ୍ଟୁଡେଣ୍ଟ ଥିଲୁ, ଷ୍ଟୁଡେଣ୍ଟ ମାନେ ମିଶିକି ଆମେ ଛାତ୍ର ଆନ୍ଦୋଳନ କରୁଥିଲୁ। ଛାତ୍ର ଆନ୍ଦୋଳନ କଲେ କଣ ସୁବିଧା ଅସୁବିଧା? ମେଡିକାଲ କଲେଜରେ ଆପଣ ଛାତ୍ର ଆନ୍ଦୋଳନ କରିବେ, ତାହେଲେ ଆପଣ ପାଠପଢା ବ୍ୟାଘାତ ହବ। ପାଠପଢା ବ୍ୟାଘାତ ହେଲେ ଆପଣ ଫେଲ ହେବେ। ଫେଲ ହେଲେ ମାନେ ସେଇ ଟିଚର ମାନେ କହିବେ, ଦେଖ ଏଟା ପାଠ ପଢିଲାନି, ଖାଲି ଆନ୍ଦୋଳନ କରୁଛି, ଆଉ ସେଟା ବି କିଛି ପରିମାଣରେ ସତ କଥା। ଆଜ୍ଞା ତାହେଲେ ଏ ସମସ୍ତର ସମାଧାନ କେମିତି ହବ? ତାହେଲେ ଲୋକମାନେ ତ ସଚେତନ ନାହାନ୍ତି।
ତ ଆମେ ଲୋକମାନଙ୍କୁ ବି ଦୋଷ ଦେଇପାରିବା ନାହିଁ। ଆଜ୍ଞା ତାହେଲେ ଆଡମିନିଷ୍ଟ୍ରେସନ ଯିଏ ଦାୟିତ୍ୱରେ ଅଛି ସେ ବି ସଚେତନ ନାହିଁ କିମ୍ବା ସେ ତା ଦାୟିତ୍ୱ ସୁଚାରୁ ରୂପେ କରୁନାହିଁ। ଆଜ୍ଞା ତାକୁ ତାହେଲେ କିଏ ସୁଧାର କରିବ? ଆମକୁ ଦେଖିଲେ ଲାଗିଲା ଯେ ସେଥିରେ ବିଧାୟକ ଚାହିଁଲେ ସୁଧାର କରିପାରିବ। ବ୍ରହ୍ମପୁର ମେଡିକାଲ କଲେଜ ପଳେଇ ଆମେ ବିଧାୟକ ପାଖକୁ ଗଲୁ। ବିଧାୟକକୁ ଦେଖିଲୁ ଯେ ୟାର ବିଧାୟକ ଏମାନଙ୍କର ସମାଧାନ କରିବ। ବିଧାୟକ କହିଲେ ଯେ ମୁଁ ଏକୁଟିଆ କରିବିନି। ସେ ଦେଖିଲି ଯେ ସେଥିରେ ସେ ମ୍ୟାନେଜମେଣ୍ଟ ଟିମରେ କଲେକ୍ଟର ବି ଅଛନ୍ତି। ତାହେଲେ ମୁଁ କହିଲି ହଁ ବୋଧେ କଲେକ୍ଟର ଆଉ ବିଧାୟକ ଆଉ ସୁପରିଟେଣ୍ଡେଣ୍ଟ ଆଉ କମିଟି ଚାହିଁଲେ ଏଇଟା ସମାଧାନ ହେଇପାରିବ। ତେଣୁ ମେଜର ଅସୁବିଧା ହେଲା ସେମାନେ କହିଲେ ଆମେ ସମାଧାନ କରିପାରିବୁନି, ସେଥିପାଇଁ ଆମକୁ ଗଭର୍ଣ୍ଣମେଣ୍ଟକୁ ଲେଖିବାକୁ ପଡିବ। ଆପଣ ମାନେ ଶୁଣିଥିବେ ଯୋଉଠି କିଛି ଅସୁବିଧା ହେଲେ ଲୋକମାନେ କହିବେ ଯାହା ଗଭର୍ଣ୍ଣମେଣ୍ଟକୁ ଲେଖ। ଆରେ ଗଭର୍ଣ୍ଣମେଣ୍ଟ କିଏ? ଖୋଜିଲୁ ଗଭର୍ଣ୍ଣମେଣ୍ଟ କିଏ? ଏଇଠି ତ ବିଧାୟକ ଅଛନ୍ତି, କଲେକ୍ଟର ଅଛନ୍ତି, ସୁପରିଟେଣ୍ଡେଣ୍ଟ ଅଛନ୍ତି, ଆଉ ପରିଚାଳନା ଟିମ୍ ଟା ବି ଅଛି। ଆପରେ ବି ଆଉ ଗୋଟେ କିଏ ଗଭର୍ଣ୍ଣମେଣ୍ଟ ଅଛି କି? ତାହେଲେ ସେ ଗଭର୍ଣ୍ଣମେଣ୍ଟଟା କିଏ ଆକ୍ଚୁଆଲି? ସେ ଗଭର୍ଣ୍ଣମେଣ୍ଟ ହେଲା ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରିମଣ୍ଡଳ। ତାହେଲେ ଆମେ କହିବା ଯେ 147 ଜଣ ଏମଏଲଏ। ତାହେଲେ ଏଇମାନେ ହିଁ ଚାହିଁଲେ ବୋଧେ ବ୍ରହ୍ମପୁର ମେଡିକାଲ କଲେଜର ସମାଧାନ ଅସୁବିଧାର ସମାଧାନ ହେଇପାରିବ। 2097 ମସିହାରୁ 2002ରେ ବି ଅକ୍ସିଜେନ ସିଲିଣ୍ଡର ସରିଯାଉଥିଲା। ସେତେବେଳେ ଆମେ ଚାହୁଁଥିଲୁ ଯେ ଏଠି ଗୋଟେ ଅକ୍ସିଜେନ ପ୍ଲାଣ୍ଟ ବସାଯାଉ। 2002 ମସିହାରେ ଅକ୍ସିଜେନ ପ୍ଲାଣ୍ଟ ବସାଯାଇ ନଥିଲା। ଆମେ ଷ୍ଟ୍ରାଇକ୍ କରିଥିଲୁ, ସମାଧାନ ହେଇନଥିଲା। ସମାଧାନ କେବେ ହେଲା? ଯେବେ କୋଭିଡରେ ହଜାର ହଜାର ଲୋକ ମରିଗଲେ, ଆମେ ଅକ୍ସିଜେନର ପ୍ରଡକ୍ସନ କଥା ଭାବିଲେ। ତାହେଲେ ଯେତେବେଳେ ମେଡିକାଲ କଲେଜ ତିଆରି ହେଲା ସେତେବେଳେ ଆମେ ଅକ୍ସିଜେନ ପ୍ଲାଣ୍ଟ ବସେଇବା କଥା କାହିଁକି ଭାବିଲେ ନାହିଁ? ଆଜ୍ଞା ଏଇଟା ହେଲା ମୁଖ୍ୟ ପ୍ରଶ୍ନ। କଥା ଲମ୍ବା ହେଇଯିବ, ସର୍ଟ କରିଦଉଛି। ତାପରେ ଲାଗିଲା ଯେ ତାହେଲେ ଆମେ ପାଠ ପଢା ସହିତ ଅନୁଶାସନ ଶିଖିବା ଏବଂ ତା ସହିତ ରାଜନୀତି ବି କରିବା। ଆଜ୍ଞା ରାଜନୀତିଟା ହେଲା ଆକ୍ଚୁଆଲି ଲୋକନୀତି। ରାଜନୀତି କରିବା ମାନେ ନୁହେଁ ଯେ ଇଲେକ୍ସନ ଲଢିବା। ରାଜନୀତି କରିବା ମାନେ ଏଇ ଯୋଉ ରାଜନୀତିର ବ୍ୟବସ୍ଥାଟାକୁ ବୁଝିବା ଆଉ ସଠିକ ଆମେ ଢଙ୍ଗରେ ଇମ୍ପ୍ଲିମେଣ୍ଟ କରିବା, ସଠିକ ଢଙ୍ଗରେ ଇମ୍ପ୍ଲିମେଣ୍ଟ କରିବା। ତାହେଲେ ଲୋକ ଚିକିତ୍ସା ବି ପାଇବେ ଓ ଆଡମିନିଷ୍ଟ୍ରେସନ ଠିକ ରହିଲେ ମୋର କୌଣସି ସାଧାରଣ ଲୋକ ଯିଏ ବୁଝେ ନାହିଁ, ଏତେ କମ୍ପ୍ଲେକ୍ସିଟି ବୁଝେ ନାହିଁ, ସେ ବି ତାର ଜୀବନଟାକୁ ବଞ୍ଚେଇ ପାରିବ। ସବୁବେଳେ ପଇସା କାମ ଦିଏନି, ପଇସା ସହିତ ବ୍ୟବସ୍ଥା ଯଦି ଠିକ ଥିବ ଆଉ ଆମେ ସଠିକ ସମୟରେ ଚିକିତ୍ସା ଆରମ୍ଭ କରିବା ତାହେଲେ ବହୁତ ଲୋକଙ୍କୁ ଆମେ ମୃତ୍ୟୁ ମୁଖରୁ ବଞ୍ଚେଇ ପାରିବା। ସେଥିପାଇଁ ଗୋଟେ ପ୍ରିଭେଣ୍ଟିଭ ଟ୍ରିଟମେଣ୍ଟ ବି ଅଛି ଆମ ପାଠରେ, ସବୁ ପାଠରେ ଅଛି, ଆମ ପାଠରେ ବି ଅଛି। ପ୍ରିଭେଣ୍ଟିଭ ମେଡିସିନ, ପ୍ରିଭେଣ୍ଟିଭ ଟ୍ରିଟମେଣ୍ଟ, ତା ପ୍ରତି ବି ମଧ୍ୟ ଆମେ ସଚେତନ ରହିବା। ଆଉ ଏ ସମସ୍ତ କାର୍ଯ୍ୟ ଆପଣ ଜଣେ ରାଜନେତା ହିସାବରେ କରିପାରିବେ, ଜଣେ ସୋସିଆଲ ଲିଡର ହିସାବରେ କରିପାରିବେ, ଆଉ ଜଣେ ଡାକ୍ତର ହିସାବରେ ବି କରିପାରିବେ। ଯଦି ମୁଁ ଭାବିଲି ରାଜନୀତିକୁ ଆମ ପାଠରେ ମିଶାଇ ଦିଆଯିବ ତାହେଲେ ବୋଧହୁଏ ଆମେ ଅଳ୍ପ ସମୟରେ ବେଶୀ ଲୋକଙ୍କର ଉପକାର କରିପାରିବା। ବହୁତ ସମୟରେ ଆପଣଙ୍କୁ ଦେଖିବାକୁ ମିଳେ ଆପଣ ନିଃଶୁଳ୍କ ସେବା ଶିବିର କରିଥାନ୍ତି। ଯୋଉମାନେ ବୃଦ୍ଧ ଲୋକ ଆଉ ବୃଦ୍ଧ ଦମ୍ପତି ମାନଙ୍କୁ ଆପଣ ପୁଅ ଭଳି ବୁଝାଉଥାନ୍ତି। ଏଇ ଯୋଉ ଇଚ୍ଛା ଆପଣଙ୍କର ଜାଗ୍ରତ ହୁଏ ମନରେ, ଏଇ ସବୁ ଭାବନା ବେଳେ ବେଳେ ତିଆରି ହୁଏ। ସେମାନଙ୍କୁ ଆପଣ ଅନେକ ସମୟ ଦେଇଥାନ୍ତି, ଯେତେବେଳେ କି ଅନେକ ଡାକ୍ତର ତାଙ୍କୁ ଆଟେଣ୍ଡ ବି କରନ୍ତିନି, ଟିକେ ଟିକେରେ ତାଙ୍କ ସାଙ୍ଗରେ କଥା ହେଇକି ପଳେଇ ଯାଆନ୍ତି। ଏ ପଛରେ କାରଣ କଣ? ଦେଖନ୍ତୁ, ଆମର ଶିକ୍ଷା ବ୍ୟବସ୍ଥା ଗୋଟେ ବଡ ଜଟିଳ। ଆମେ ସବୁ ଇଂରାଜୀରେ ପାଠ ପଢୁଛୁ। ଦେଖନ୍ତୁ, ଆମେ କଥା ହଉଛନ୍ତି ଓଡିଆରେ। ଆଜ୍ଞା ମୋ ଭାଷାରେ ଆପଣମାନେ ବୁଝିପାରୁଥିବେ। ବାଲେଶ୍ୱରର ଛାପ, ଯାଜପୁରର ଛାପ, ଭୁବନେଶ୍ୱର ଛାପ, ବ୍ରହ୍ମପୁରର ବି ଛାପ ଅଛି। ବଟ୍ ଆମ ରୋଗୀ ମାନେ ଓଡିଆରେ ବୁଝିପାରିବେ, କିନ୍ତୁ ଆମେ ଇଂରାଜୀରେ ତାଙ୍କୁ ପ୍ରେସକ୍ରିପସନ ଲେଖୁଛୁ। ଆମକୁ ଇଂରାଜୀରେ ପାଠ ପଢାଗଲା, ଇଂରାଜୀରେ ଆମେ ଲେଖିଲୁ, ଇଂରାଜୀର ଟର୍ମ ସହିତ ଆମେ ଆକ୍ୱେଣ୍ଟେଡ ହେଇଗଲୁ। କଥା ହେଲା ବେଳେ ବହୁତ ଇଂରାଜୀ ଶବ୍ଦ ବ୍ୟବହାର ବି କରୁଛୁ, ଯଦିଓ ଆମେ ଓଡିଶାରେ ଜନ୍ମ ହେଇଛୁ, ଓଡିଆରେ ପାଠ ପଢିଛୁ। ତାହେଲେ ଏଇ ଯୋଉ ଶିକ୍ଷା ପଦ୍ଧତି ଆଉ ଆମ ଯୋଉ ପ୍ରେସକ୍ରିପସନ ଲେଖିବାର ଢାଞ୍ଚାଟା ଆକ୍ଚୁଆଲି ବହୁତ ସମୟରେ ଜଟିଳ ପରିସ୍ଥିତି ସୃଷ୍ଟି କରେ ରୋଗୀ ମାନଙ୍କ ପାଇଁ। ମୁଁ ହୃଦୟଙ୍ଗମ କରିଛି ଯେ ପାଖାପାଖି ବୋଧହୁଏ 50%ରୁ ଅଧିକା ରୋଗୀ ଇଂରାଜୀ ଲେଖା ହେଇଥିବା ପ୍ରେସକ୍ରିପସନ ପଢି ପାରନ୍ତି ନାହିଁ, ପଢିଲେ ବି ବୁଝି ପାରନ୍ତି ନାହିଁ, ପଢିକି ବୁଝି ପାରିଲେ ବି ଘରେ ପହଞ୍ଚିଲେ ଭୁଲି ଯାଆନ୍ତି। ଆଜ୍ଞା ଆର କଣ ସମାଧାନ ଅଛି? ତାହେଲେ ଆମେ ଓଡିଆରେ ଲେଖିବା। ହଁ, ତାପରେ ବି ଲୋକମାନେ ବୁଝିପାରିବେ ନାହିଁ। କାହିଁକି? ମେଡିସିନରେ ତ ଆପଣଙ୍କର ଇଂରାଜୀ ଲେଖା ହେଇଛି, ଆଜ୍ଞା ମୁଁ ସିନା ପ୍ରେସକ୍ରିପସନ ଓଡିଆରେ ଲେଖିଦେଲି, କିନ୍ତୁ ପ୍ରିଣ୍ଟିଂ ହେଇଛି ମେଡିସିନ ଇଂରାଜୀରେ। ଯୋଉ ଆପଣଙ୍କ କ୍ୟାପସୁଲ ହଉ, ଟାବଲେଟ୍ସ ହଉ, ଇଞ୍ଜେକ୍ସନ ହଉ, ଖୋଳ ଉପରେ ଇଂରାଜୀ ଲେଖା ହଉଛି। ସେଥିପାଇଁ ମତେ ଲାଗୁଛି ଯେ ଆମକୁ ନୂଆ ଶିକ୍ଷାନୀତିରେ ଲୋକମାନେ ବୁଝିକି ମନେ ରଖିକି କାମରେ ଲଗେଇ ପାରୁଥିବା ଭାଷାରେ ଆମେ ତାଙ୍କ ସହିତ କଥା ହବା। ଆଜ୍ଞା ଏଇଟା ଗୋଟେ ଡିବେଟେବଲ ସବଜେକ୍ଟ। ଆଜ୍ଞା ବହୁତ ଲୋକ ଏତେ ରାଜି ହେବେନି। କିନ୍ତୁ ମୁଁ ପାଠ ପଢିଲି, ଚିକିତ୍ସା କରୁଛି, କିନ୍ତୁ ରୋଗୀ ଭଲ ହଉନି। ସେଥିରେ ଆମର ଏଇ କଥୋପକଥନ, ଲେଖା ପଢାଟା ବି ବହୁତ ପରିମାଣରେ ଦାୟୀ। ସେଥିପାଇଁ ଆମେ ସମୟ ଦେଇକି ଲୋକଙ୍କୁ ବୁଝେଇଲେ ଆଉ ତାଙ୍କୁ ପୁଣି କ୍ରସ୍ କୋଶ୍ଚିନ୍ ପଚାରିଲେ ସେମାନଙ୍କ ମନେ ରହିବ, ଯାଇକି ସେମାନେ ଠିକ ସେ ମେଡିସିନ ଖାଇବେ ଆଉ ଭଲ ହେବେ। ସେଥିପାଇଁ ଆମକୁ ଟିକେ ତାଙ୍କୁ ସମୟ ଦେବାର ଆବଶ୍ୟକତା ଅଛି ବୋଲି ମୁଁ ଭାବେ। ଆପଣ ବେଳେ ବେଳେ ତାଙ୍କୁ ଯେଉଁଭଳି ଭାବରେ କାଉନସେଲିଂ କରନ୍ତି, ଅନେକ ଅନେକ ସମୟ ଦିଅନ୍ତି, ହୁଏତ ସେମାନଙ୍କ ମନରେ ମଧ୍ୟ ଗୋଟେ ପ୍ରଭାବ ପଡେ। ବେଳେ ବେଳେ କୁହାଯାଏ ଡାକ୍ତର ବୁଝେଇ ଦେଲେ ବି ବହୁତ ରୋଗ ଭଲ ହେଇଯାଏ। ଆପଣ ସେଥିରେ ବିଶ୍ୱାସ ରଖନ୍ତି? ହଁ, ଏଇଟା ନିଶ୍ଚିତ, ଏଇଟା କିଛି ପରିମାଣରେ ଏଇଟା ସତ। କାହିଁକି ନା ଆମେ ସମସ୍ତେ ଗୋଟେ ଗୋଟେ ଏନର୍ଜି ସୋର୍ସ। ଜଣେ ଆପଣଙ୍କୁ ବିଶ୍ୱାସ କରୁଛି, ସେ ଯୋଉ କନେକ୍ଟିଭିଟିଟା ସବୁବେଳେ ବଜାୟ ରହିବା ଦରକାର।
କିନ୍ତୁ ଆମକୁ ବିଶ୍ୱାସ ରଖୁଛି ବୋଲି ଆଉ ଆମେ ପାଠ ପଢିଛନ୍ତି ବୋଲି ଆମେ ତାଙ୍କୁ ଠକିବା ଉଚିତ ନୁହେଁ। ମୁଁ ଭାବେ ଯଦି ଆଶିଷ ମତେ 1000 ଟଙ୍କା କନସଲଟେସନ ଫିସ୍ ଦେଇପାରୁଛି ତାହେଲେ ମୁଁ ଆଶିଷ ଠାରୁ 1000 ଟଙ୍କା ନେବି। ଯଦି ମତେ ମୁକେଶ 50 ଟଙ୍କା ଦଉଛି ତାହେଲେ ମୁଁ ମୁକେଶକୁ 50 ଟଙ୍କା ହିଁ ରଖିବି, କିନ୍ତୁ ଚିକିତ୍ସାଟା ସମାନ କରିବି। ଆଜ୍ଞା ତାହେଲେ କଣ ହବ, ମୁଁ ମୋର କନସଲଟେସନ ଫିସ୍ ଟା ନେଇପାରିବି, ଦ୍ୟାଟ୍ ଇଜ ଏଥିକାଲ। ଆଉ ସେଟା ମୁଁ ଲିଖିତ ଭାବରେ ଜଣେଇକି ନେଇପାରିବି, ମୁଁ ଏହା ଭାବେ। କିନ୍ତୁ ମୁଁ ମୋର ପାଠ ଆଉ ବୁଦ୍ଧିକୁ ଲୋକମାନଙ୍କୁ ମାନେ ଗୋଟେ ବୁଲେଇ ବଙ୍କେଇ ପ୍ରତାରିତ କରି ନବାରେ ମୁଁ ବିଶ୍ୱାସ କରେ ନାହିଁ। ଆଉ ମୁଁ ଭାବେ ଆମେ ଯେତିକି ସମସ୍ତେ ଇନକମ୍ କରୁଛନ୍ତି, ପ୍ରାଇଭେଟରେ ରୁହନ୍ତୁ କି ଗଭର୍ଣ୍ଣମେଣ୍ଟରେ ରୁହନ୍ତୁ, ସବୁ ଡାକ୍ତର ଭାଇମାନେ ଯାହା ଇନକମ୍ କରୁଛନ୍ତି ସେଟା ଆକ୍ଚୁଆଲି ସଫିସିଏଣ୍ଟ। ଓଡ଼ିଶା ପରି ଗୋଟେ ପ୍ରଦେଶରେ ଇଭେନ୍ ଭୁବନେଶ୍ୱର କଟକ ରହିବା ପାଇଁ ବି ସେଟା ଆକ୍ଚୁଆଲି ସଫିସିଏଣ୍ଟ। ଆପଣମାନେ ନିଶ୍ଚିତ ଭାବରେ ଅଧିକା ଇନକମ୍ କରନ୍ତୁ, ସେଟା ଭଲ କଥା, କିନ୍ତୁ ଯୋଉ ଲୋକ ଦେଇପାରିବ ତାଠୁ ନିଆଯାଉ। କିନ୍ତୁ ବହୁତ ସାଧାରଣ ଲୋକ ଯୋଉମାନଙ୍କର ମୁଣ୍ଡ ପିଛା ଇନକମ୍ କମ୍ ଅଛି, ଆମେ ସେମାନଙ୍କୁ ତାଙ୍କର ଇନକମ୍ ଉପରେ ଧ୍ୟାନ ରଖି ଚିକିତ୍ସା କରି ଯଦି ଆମେ ଭଲ କରିଦଉଛନ୍ତି, ତାହେଲେ ସେଟା ଆମର ଯୋଉ ପ୍ରଫେସନର ଯୋଉଥିପାଇଁ ଆମେ ଏଠିକି ଆସିଥିଲେ ସେଟା କିଛି ପରିମାଣରେ ଭାବୁଛି ସଠିକ ହବ ବୋଲି ମୁଁ ଭାବୁଛି। ଯେତେବେଳେ ଆପଣ ଡାକ୍ତରୀ ସେବା କ୍ଷେତ୍ରକୁ କିମ୍ବା ଡାକ୍ତରୀ ଛାତ୍ର ଭାବେ MKCG କଲେଜରେ ଆଡମିସନ କଲେ, ସେତେବେଳେ ଗୋଟେ ଟପ୍ କମ୍ପିଟିସନ ଥିଲା, 321 ସିଟ୍, ଏତେ ବଡ଼ ରାଜ୍ୟ। ଏଇ ଯୋଉ ପେସାକୁ ଆସିବା ପାଇଁ ଆପଣଙ୍କୁ କିଏ ପ୍ରେରିତ କରିଥିଲା? କମ୍ପିଟିସନ ଅଛି, ଦୁଇରେ ଜଣେ ମିଡିଲ କ୍ଲାସ ଫ୍ୟାମିଲିରୁ ଆସିବା, ଆଉ ଦ୍ୟାଟ୍ ଟୁ ଗୋଟେ କ୍ରାକ୍ କରିବା, ଗୋଟେ 321ରୁ ଜଣେ ହବା, ଏସବୁ ପଛରେ ଆଉ ପର୍ଟିକୁଲାରଲି ସେବା ମନୋଭାବ ରଖିବା, ଯାହାଫଳରେ କି ପଇସା କମେଇବା ଅପେକ୍ଷା ଆପଣ ସେବାକୁ ବେଶୀ ଗୁରୁତ୍ୱ ଦେଇଥିଲେ। ଏଥିରେ ବେଶୀ ପ୍ରଭାବ କାହାର ଥିଲା? ଦେଖନ୍ତୁ, ମାନେ ମୁଁ ଗରଡିହ ଗାଁ ସୁସୁଆ ପଞ୍ଚାୟତ ଦଶରଥପୁର ବ୍ଲକ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଛି। ଓଡ଼ିଶାଟା ଆମର ରାଜ୍ୟ ପୁରା। ଗାଁ ସ୍କୁଲରେ ବି ମୁଁ ପାଠ ପଢିଛି। ଆଉ ସବୁ ଜାଗାରେ ଦେଖନ୍ତୁ, ଗାଁରେ ମେଜର ଲୋକ ଯୋଉ ଅସୁବିଧା ସ୍ୱାସ୍ଥ୍ୟ ଜନିତ ସମସ୍ୟା ହଉଛି, ଗୋଟେ ହେଲା ତାଙ୍କର ରୋଷେଇ କରିବାର ପ୍ରଣାଳୀ, ଆଉ ଯୋଉ ପାଣି ଆମେ ବ୍ୟବହାର କରୁଛନ୍ତି, ଆଉ ଆମର ହ୍ୟାଣ୍ଡ ହାଇଜିନ୍ ଯୋଉ କହୁଛନ୍ତି, ଯୋଉ ପରିବେଶ, ଏଇଟା ଗୋଟେ ମୌଳିକ ଜିନିଷ ଯୋଉଟା କି ଆପଣ ମାନେ ସ୍କୁଲ ଡେଜରୁ ଯଦି ଆପଣ ଟିକେ ଅଲର୍ଟ ଅଛନ୍ତି ତାହେଲେ ଆପଣ ନଜର ରଖୁଥିବେ। ଏଇଟା ବି ମୋ ନଜର ବି ଥିଲା। ଲୋକମାନେ ସିଝିଯିବ ବୋଲି ପୋଖରୀ ପାଣିରେ ରୋଷେଇ କରିଦିଅନ୍ତି। ମୁଁ ଭାବେ ଯେ ଆରେ ପୋଖରୀ ପାଣିରେ ସେଠି ଗାଈ ବି ଗାଧଉଛି, ତୁମମାନେ ବାସନ ମାଜୁଛ, ଲୁଗା ସଫା କରୁଛ, ଗାଧଉଛ, ସେଟା କଣ୍ଟାମିନେଣ୍ଟ ଅଛି, ଆଉ ସେଟା କର ନାହିଁ। ଏ ସମସ୍ତ ଜିନିଷ ଆମକୁ ଲୋକମାନଙ୍କୁ ବି ଶିଖିବାର ଅଛି, ଆଉ ଆମକୁ ବ୍ୟକ୍ତିଗତ ସ୍ତରରେ ବି କରିବାର ଅଛି। ଆଉ ଗାଁ ସ୍କୁଲରେ ପାଠ ପଢିଲା ବେଳେ ଦେଖିଲି ଯେ ମେଜରିଟି ଲୋକଙ୍କର କିଛି ନା କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି। ସେଟା ଯିବା ପାଇଁ ଆମକୁ 4 କିଲୋମିଟର ଦୂର ଯିବାକୁ ପଡେ। ସେଠି ମଙ୍ଗଳପୁରରୁ ପୁଣି ଲୋକମାନେ ସାଙ୍ଗେ ସାଙ୍ଗେ ଡାକ୍ତର ରେଫର କରିଦିଏ ଯାଜପୁରକୁ, ଆଉ ଯାଜପୁରରୁ ସାଙ୍ଗେ ସାଙ୍ଗେ ରେଫର କରିଦିଏ କଟକକୁ, ଯୋଉଟା କି 1990 ମସିହାରେ ବି ହଉଥିଲା, ଆଜି ଆଚ୍ଛା 2025 ମସିହାରେ ବି ହଉଛି, କିଛି ପରିମାଣରେ କମି ଯାଇଛି, କିନ୍ତୁ ଏବେ ବି ହଉଛି। ତାହେଲେ ଆମେ ସେଥିପାଇଁ ସମସ୍ତେ ଏପରି ସଚେତନ ହବା। ତାହେଲେ ଏଇ ଯୋଉ ସିଷ୍ଟମେଟିକ ଫେଲୁଅର ଅଛି, ତାର ଅପଗ୍ରେଡେସନ ହବା ଦରକାର। ସେଥିପାଇଁ ମୁଁ ଭାବେ ଡାକ୍ତର ଭୂମିକା ବହୁତ ଅଛି। ଆଉ ରହିଲା, ସାନବେଳେ ପାଠ ପଢିଲା ବେଳେ ଶିକ୍ଷକ ମାନେ ବି ଆପଣମାନଙ୍କୁ ପ୍ରେରିତ କରନ୍ତି ସେବା କରିବା ପାଇଁ। ଆଉ ଡାକ୍ତରୀ ପ୍ରଫେସନ ଗୋଟେ ଏମିତି ପ୍ରଫେସନ ଯୋଉଥିରେ ଆପଣ ଯଦି ସତରେ ଲୋକଙ୍କୁ ଭଲରେ ଚିକିତ୍ସା କରିବେ, ଆପଣଙ୍କର କିଛି ଅସୁବିଧା ରହିବ ନାହିଁ, ଆପଣଙ୍କୁ ସବୁ କିଛି ମିଳିବ। ଭଗବାନ ତ ବୁଦ୍ଧି ଦେଇଛି, ବାପା ମା ଦେଇଛନ୍ତି, ପାଠ ପଢିଛନ୍ତି, ପଇସାର ଅଭାବ ବି ରହିବନି। କିନ୍ତୁ ପଇସା ଇନକମ କରିବା ପାଇଁ ମୁଁ ଭାବୁଛି ଆମେ ବହୁତ କିଛି ଅନଏଥିକାଲ ପନ୍ଥା ଅବଲମ୍ବନ କରିବା ଉଚିତ ନୁହେଁ। ତାପରେ ସେଇ ସମୟରେ ଆମେ ସମସ୍ତେ ଯାଜପୁର ଜିଲ୍ଲା କଣ, ଏବେ ଏପଟେ ବାଲେଶ୍ୱର, କେଉଁଝର, ମେଜରିଟି ପାର୍ଟ ଅଫ୍ ଓଡିଶାରୁ ସମସ୍ତେ କଟକ ଆସୁଥିଲେ। ଆଜ୍ଞା ତ ଗାଁରୁ କଟକ ଯାହାହେଲେ ବି ଗୋଟେ 125 କିଲୋମିଟର, ଲୋକମାନେ ପହଞ୍ଚିଲା ବେଳକୁ ରାସ୍ତାରେ ଡେଥ୍ ହେଇଯାଉଥାଏ। ମୁଁ ଭାବେ ଯେ ସ୍ୱାସ୍ଥ୍ୟ ସେବାଟା ଯଦି ଗାଁରେ ଆମର ପଞ୍ଚାୟତ Available ସ୍ତରରେ ହେଇପାରିବ। ମିଳିପାରିବ ତାହେଲେ ବହୁତ ଭଲ ହବ। ତ ସେ ସମସ୍ତ କଥା ତଥା ବୋଉର ଗୋଟେ ଅପରେସନ ହେଇଥିଲା। ବୋଉର ଆକ୍ଚୁଆଲି ହେଇଥିଲା ଗଲବ୍ଲାଡର ଷ୍ଟୋନ, ଆଉ ତାର ଆକ୍ୟୁଟ ପେନ୍ ଆବଡୋମେନ ହେଲା। ବୋଉ ସର୍ଟ ହାଇଟ ର, ତାର ଠିକ 5 ଫୁଟ ହାଇଟ, ଆଉ ବଲ୍କି ଆବଡୋମେନ ଅଛି, ଆଉ ଆପେଣ୍ଡିକ୍ସ ହେଇଥିଲା। କିନ୍ତୁ ସେତେବେଳେ ଅଲ୍ଟ୍ରାସାଉଣ୍ଡ ନଥିଲା, ଆପଣମାନେ ଜାଣିଥିବେ 1993-94 ମସିହାରେ ଅଲ୍ଟ୍ରାସାଉଣ୍ଡ ମେସିନ ବାଲେଶ୍ୱରରେ ନଥିଲା। ସେତେବେଳେ ଡାୟଗ୍ନୋସିସଟା ଏକ୍ସରେ ଆବଡୋମେନ କରିକି ଆଉ କ୍ଲିନିକାଲ ଏକ୍ସାମିନେସନ କରି କରାଯାଉଥିଲା। ୟୁଜୁଆଲି ଆପେଣ୍ଡିକ୍ସଟା କ୍ଲିନିକାଲ ଏକ୍ସାମିନେସନ ଆଣ୍ଡ ଏକ୍ସପର୍ଟାଇଜ ଅଫ ଦି ଡକ୍ଟର ଉପରେ ଡିପେଣ୍ଡ କରୁଥିଲା ଯେ ଆପେଣ୍ଡିକ୍ସ ଅଛି ନା ନାହିଁ, ସେମାନେ ଜାଣୁଥିଲେ, ତା ସହିତ କିଛି ରକ୍ତ ପରୀକ୍ଷା କରୁଥିଲେ। ତ ସେ ସମୟରେ ବୋଉର 2 ଥର ଅପରେସନ ହେଲା। ଫାଷ୍ଟ ମୁଁ ଶୁଣିଲି ଯେ ଡାକ୍ତର କହିଲେ ଯେ ଗଲବ୍ଲାଡର ଷ୍ଟୋନ ଆପେଣ୍ଡିକ୍ସ ହେଇଛି, କିନ୍ତୁ ଆପେଣ୍ଡିକ୍ସ ହେଇନଥିଲା, ଆକ୍ଚୁଆଲି ଗଲବ୍ଲାଡର ଷ୍ଟୋନ ହେଇଥିଲା। ତାର 6 ମାସ ପରେ ପୁଣି ତାର ହାର୍ନିଆ ହେଲା ଏବଂ ଆମେ ତାକୁ କଟକ ନେଇକି ଆସିଲୁ। କଟକରେ ନୂଆ ନୂଆ ଅଲ୍ଟ୍ରାସାଉଣ୍ଡ ଲଞ୍ଚ ହେଇଥାଏ। ଅଲ୍ଟ୍ରାସାଉଣ୍ଡରେ ଜଣା ପଡିଲା ଯେ ତାର ପିତ୍ତକୋଷରେ ଷ୍ଟୋନ ହେଇଛି। ଆଜ୍ଞା ସେତେବେଳେ ମୁଁ +2 ପଢୁଥିଲି। ତାପରେ
ମତେ ଲାଗିଲା ଯେ ତାହେଲେ ଆରେ ଖାଲି ଆପଣ ଭଲ ଷ୍ଟୁଡେଣ୍ଟ ହେଲେ ଯେ ଭଲ ଡାକ୍ତର ହେଇଯିବେ ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଆପଣ ଭଲ ଷ୍ଟୁଡେଣ୍ଟ ହେବେ, ତାପରେ କ୍ଲିନିକାଲ ଟ୍ରେନିଂ ନେବେ, କାମ କରିବେ, ଏକ୍ସପିରିଏନ୍ସ ହବ, ସବୁ ରୋଗୀକୁ ପୁରା ଯେମିତି ଆମର ହିଷ୍ଟ୍ରି ଟେକିଂ ଏକ୍ସାମିନେସନ ପଢା ହେଇଛି ଅଣ୍ଡର ଗ୍ରାଜୁଏଟ ସ୍ତରରେ ସମସ୍ତଙ୍କୁ ସେମିତି ଏକ୍ସାମିନ କରିବେ, ତାହେଲେ ଆମେ ରାଇଟ୍ ଡାଇଗ୍ନୋସିସ ରେ ପହଞ୍ଚିବା। ଆଉ ଏବେ ତ ଟିକେ ଆହୁରି ସହଜ ହେଇଗଲାଣି, ଟେକ୍ନୋଲୋଜି ଡେଭଲପ ହେଇଯାଇଛି, ସବୁ ଜାଗାରେ ଆଡଭାନ୍ସଡ ମେସିନେରିଜ ଆମକୁ ସପୋର୍ଟ କରିବା ପାଇଁ ଅଛି। ଆମେ ଯଦି ସମୟ ଦେଇ ଆଉ ଆମର କ୍ଲିନିକାଲ ଏକ୍ୟୁପମେଣ୍ଟ ୟୁଜ କରିବା, ମୁଁ ଭାବୁଛି ଆମର ଏରର ଚାନ୍ସ ବହୁତ କମିଯିବ, କମିଗଲାଣି ବି, ଆହୁରି ସେଟା କମିଯିବାର ଆବଶ୍ୟକତା ଅଛି। ଚିକିତ୍ସା ହେଇ ଭଲ ହେଇପାରୁଥିବା କୌଣସି ରୋଗୀ ମରିବା ଉଚିତ ନୁହେଁ। ଯଦି ଚିକିତ୍ସା ହେଇପାରି ଭଲ ହଉଥିବା ରୋଗୀ ମରିଯାଉଛି, ତାର 3-4ଟି ମୁଖ୍ୟ କାରଣ ଅଛି। ଗୋଟେ ହେଲା ସେ ରୋଗୀ ନିଜେ ଲେଟରେ ଆସେ, କିମ୍ବା ପ୍ରଥମେ ସେ ଯୋଉଠି ଦେଖେଇଛି ସେଠି ଡାକ୍ତର ଠିକ ସେ ତାଙ୍କୁ ଏକ୍ସାମିନ କରିନାହାନ୍ତି, କିମ୍ବା ବେଳେବେଳେ ଡାକ୍ତର ଏକ୍ସାମିନ କରିକି ଆଡଭାଇସ ଦେଲେ ବି ରୋଗୀ ମାନି ନାହିଁ। ବେଳେବେଳେ ଏ ସମସ୍ତ ଜିନିଷ ଠିକ ଥାଇକି ବି ସେଇଠି ଟ୍ରିଟମେଣ୍ଟର ସବୁ ଜିନିଷ ଆଭେଲେବୁଲ ନଥିବା ଯୋଗୁଁ ଆମେ ଗୋଟେ ଦୂର ଜାଗାକୁ ଆସୁ ଆଉ ଟାଇମ ୱେଷ୍ଟ ହେଇଯାଏ। ଏ ସମସ୍ତ ବିଭିନ୍ନ କାରଣ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଆଉ ମୁଁ ଭାବୁଛି ସେଥିପାଇଁ ଜଣେ ଭଲ ଡାକ୍ତର, ଭଲ ଡାକ୍ତରଖାନା, ପ୍ଲସ୍ ଭଲ ଆଡମିନିଷ୍ଟ୍ରେସନ, ପ୍ଲସ୍ ପୁରା ସିଷ୍ଟମ, ଏ ସମସ୍ତ ଯଦି ଗୋଟେ ସମନ୍ୱୟରେ କାମ କରିବେ, ତାହେଲେ ଆମର ମୂଲ୍ୟବାନ ଜୀବନ ନିଶ୍ଚିତ ବଞ୍ଚି ପାରିବା। ଆଜ୍ଞା, କ୍ରିଟିକାଲ କେୟାର ମେଡିସିନ ଯେତେବେଳେ ଏ କଥା କୌଣସି ରୋଗୀ କିମ୍ବା ତାର ସମ୍ପର୍କୀୟକୁ ଶୁଣାଯାଏ, ତା ମନରେ ଗୋଟେ ଭୟ ଜାଗ୍ରତ ହୁଏ। ଆପଣ କ୍ରିଟିକାଲ କେୟାର ମେଡିସିନର ଜଣେ ସ୍ପେଶିଆଲିଷ୍ଟ, ଆଉ ପୁରା ସମୟ ଆପଣ ସେଇ ଆଇସିୟୁ ଭିତରେ ହିଁ ବିତେଇଥାନ୍ତି, ଯୋଉଠି ଗୋଟେ ଭୟର ବାତାବରଣ ଥାଏ। ଆଖି ପିଛୁଳାକେ ଆଖି ଖୋଲିକି ଆସିଥିବା ସତେଜ ଥିବା ଲୋକଟାକୁ ମୃତ୍ୟୁବରଣ କରିଦିଏ। ଏଗୁଡାକୁ ସବୁ ସାମ୍ନା କରିବା କିଭଳି ସମ୍ଭବ ହେଇଥାଏ ଆପଣଙ୍କ ପାଇଁ? ଦେଖନ୍ତୁ, ଆମେମାନେ ଯୋଉ ପାଠ ପଢିଲା ବେଳେ 97ରେ ଇଣ୍ଟେନ୍ସିଭ କେୟାର ୟୁନିଟ କେବଳ ଏସସିବି ମେଡିକାଲ କଲେଜରେ ଥିଲା, ଆଉ 97-98ରେ ମୁଁ ଭାବୁଛି ବୋଧେ କଳିଙ୍ଗ ହସ୍ପିଟାଲ ହେଲା ପରେ ସେଠାରେ ଇଣ୍ଟେନ୍ସିଭ କେୟାର ୟୁନିଟ ଥିଲା, ଆଇସିୟୁ ଇଣ୍ଟେନ୍ସିଭ କେୟାର ୟୁନିଟ ଥିଲା। କିନ୍ତୁ ଆମେ ଯେତେବେଳେ ଷ୍ଟଡି ଟୁରେ ଦିଲ୍ଲୀ ଏମ୍ସ ଯାଇଥିଲୁ, ଜିପମର ଯାଇଥିଲୁ, ତ ସେଠି ଦେଖିଲୁ ଯେ ସେଠି ଫୁଲ ଫ୍ଲେଜଡ ଆଇସିୟୁ ୱିଥ ଭେଣ୍ଟିଲେଟର ଆଣ୍ଡ ଡାୟାଲିସିସ୍ ଆଣ୍ଡ ଅଲ୍ ଯାହା ସେ ସମୟରେ ଆବିଷ୍କୃତ ହେଇଥିଲା ଏବଂ ବ୍ୟବହାର ହଉଥିଲା ସମସ୍ତ ଜିନିଷ ଅଛି। ତାହେଲେ ଆମେ ଯେତେବେଳେ ମେଡିକାଲ କଲେଜ ଫେରି ଆସିଲୁ, ତାହେଲେ ଆମେ ଡିମାଣ୍ଡ କଲୁ ଯେ ଆମର ବ୍ରହ୍ମପୁରରେ ବି ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉ, କିନ୍ତୁ ସେତେବେଳେ ବି ସମ୍ଭବପର ହେଇନଥିଲା। କିନ୍ତୁ ବର୍ତ୍ତମାନ ଦେଖନ୍ତୁ, ଇଭେନ ଛୋଟ ହସ୍ପିଟାଲରେ ବି ଆଇସିୟୁ ଖୋଲିଲାଣି। ଆଇସିୟୁ ହେଲା ଇଣ୍ଟେନ୍ସିଭ କେୟାର ୟୁନିଟ। ଯେତେବେଳେ କୌଣସି ରୋଗୀ ଗୁରୁତର ଅବସ୍ଥାରେ ହୁଏ, ସେତେବେଳେ ଆମେ ତାକୁ ଆଇସିୟୁ କୁ ଆଡମିସନ କରୁ। ଆଇସିୟୁ ଆଡମିସନର ବହୁତ ସାରା କ୍ରାଇଟେରିଆ ଅଛି, କଣ ହେଲେ ଆଇସିୟୁ ରେ ଆଡମିସନ କରିବା, କଣ ହେଲେ ତାକୁ ପୁଣି ତଳକୁ ସିଫ୍ଟ କରିବା, ସେଟା ଗୋଟେ ଅଲଗା ପାଠ। କିନ୍ତୁ ଆଇସିୟୁ ରେ ସବୁବେଳେ କୌଣସି ଏକ ରୋଗର ଜଟିଳ ପରିସ୍ଥିତିରେ ହୁଏ, ଯେମିତି ଆମେ ଗୋଟେ ଏକ୍ସାମ୍ପଲ ଦେଇପାରିବା। ଗୋଟେ ମାନେ ଭାବିନିଅନ୍ତୁ ଜଣେ ଲୋକ ପତଳା ଝାଡା ହେଇକି 2 ଦିନ କମ୍ପ୍ଲେନ ଅଛି, 15 ଥର 20 ଥର ଝାଡା ଯାଇଛି, ତାକୁ ମୁଣ୍ଡ ବୁଲଉଛି, ବ୍ଲଡ ପ୍ରେସର କମି ଯାଇଛି, ଆଡମିଟ ହେଲା, ତାହେଲେ ସେ ଆଇସିୟୁ ରେ କାହିଁକି ରଖାଯାଉଛି? ଆମେ ତାର କିଛି କ୍ରାଇଟେରିଆ ଅଛି। ଭାବିନିଅନ୍ତୁ ତାର WBC କାଉଣ୍ଟ ବହୁତ ବଢି ଯାଇଛି କିମ୍ବା କମି ଯାଇଛି, କିମ୍ବା ତାର ଲବଣ ଅଂଶ, ଯେମିତି ଆମେ ସୋଡିୟମ ପୋଟାସିୟମ କହୁଛନ୍ତି, ସୋଡିୟମ ବହୁତ କମି ଯାଇଛି, ଆଉ ତା ଯୋଗୁଁ ବ୍ଲଡ ପ୍ରେସର ବି କମି ଯାଇଛି, କିମ୍ବା ପଲ୍ସ ଟା ବହୁତ ଅଧିକା ଅଛି, ବିଭିନ୍ନ ଯୋଉ କ୍ରାଇଟେରିଆ ଅଛି ସେ ଅନୁସାରେ ଆମେ ତାକୁ ଆଇସିୟୁ ରେ ରଖିଲେ। ତାହେଲେ ଆଗରୁ ଲୋକମାନେ ଭାବୁଥିଲେ ଯେ ଆଇସିୟୁ ଗଲା ମାନେ ବୋଧେ ରୋଗୀ ବହୁତ ସିରିୟସ ଅଛି ଆଉ ତାର ଶେଷ ଅବସ୍ଥା ଅଛି, କିନ୍ତୁ ସେମିତି ନୁହେଁ। ଏବେ ଆଇସିୟୁ ରେ ଆଡମିସନ ହଉଥିବା ପାଖାପାଖି 80-90% ରୋଗୀ ଭଲ ହେଇଯାଉଛନ୍ତି। ସେଥିପାଇଁ ଆପଣ ମାନେ ରୋଗ ବିଷୟରେ ସଠିକ ନଲେଜ ନେବେ, ଆଉ ଡାକ୍ତରଙ୍କୁ ବି ପଚାରିବେ। ଆଉ ତାଙ୍କ ଏବେ ସବୁ ଡକ୍ଟର ହସ୍ପିଟାଲରେ ସବୁ ଆପଣ ମାନଙ୍କୁ ଅପଡେଟ କରିବା ପାଇଁ ସବୁ ସିଷ୍ଟର୍ସ ମାନେ ଟ୍ରେନ୍ଡ ପ୍ରଫେସନାଲ ଲୋକମାନଙ୍କୁ ଆପଏଣ୍ଟ କରାଗଲାଣି, ଏବଂ ମୁଁ ବି ଚାହିଁବି ସରକାର ବି ମଧ୍ୟ ସେ ସମସ୍ତ ବ୍ୟବସ୍ଥା ଆଗାମୀ ଦିନରେ କରିବାକୁ ଯାଉଛନ୍ତି। ତାହେଲେ ଆମେ ସଠିକ ନଲେଜ ନେଲେ ଆମକୁ ଆଉ ଡର ରହିବନି। ଆମେ ତାହେଲେ ଆଇସିୟୁ ରେ କଣ କରୁ? ଆଇସିୟୁ ରେ ଆମେ ରୋଗୀ ମାନଙ୍କୁ ଚିକିତ୍ସା କରୁ ଯୋଉଥିରେ କି ମ୍ୟାନ ସହିତ ମେସିନ ର ସାହାଯ୍ୟ ନଉ। ଆମେ ଡାକ୍ତର ମାନେ ତ ଉପସ୍ଥିତ ରହିଲୁ, ଆମର ଟ୍ରେନ୍ ପୁରା ଟିମ୍ ରହିଲା, ତା ସହିତ ମେସିନେରିଜ ବି ରହିଲା। ତ ମେସିନ ଆମକୁ ସାହାଯ୍ୟ କରେ, ଯେମିତି ପଲ୍ସ, ବିପି, ଟେମ୍ପରେଚର, ରେସ୍ପିରେଟର ରେଟ୍, ଅକ୍ସିଜେନ ସାଚୁରେସନ, ଏସବୁ ମନିଟର ଆମେ 24 ଆୱାର୍ସ କରୁ, 24 ଆୱାର୍ସ। ତାହେଲେ କଣ ହବ, ଯାହା ବି ଏରର ହବ ଆମେ ଜଲ୍ଦି ଆଇଡେଣ୍ଟିଫାଇ କରୁ ଏବଂ ତାର କରେକ୍ଟିଭ ମେଜର ନଉ, ତାକି ସେ ସମୟ ୱେଷ୍ଟ ହୁଏନି। ଯେହେତୁ ଆମେ 24 ଆୱାର ରାଉଣ୍ଡ ଦି କ୍ଲକ୍ ସେଠାରେ ଡାକ୍ତର, ଦିଦି, ଫାର୍ମାସିଷ୍ଟ, ଟେକ୍ନିସିଆନ୍ସ ସମସ୍ତେ ଉପସ୍ଥିତ ରହୁ ଆଉ ଚିକିତ୍ସା କରୁ, ସେଥିପାଇଁ ରୋଗୀ ଜଲ୍ଦି ଭଲ ହବାର ସମ୍ଭାବନା ବି ବଢିଯାଏ। ତ ସେଠି ଅସୁବିଧା କଣ ହୁଏ?
ଅସୁବିଧା ହେଲା ବେଳେବେଳେ ଆମେ ସମସ୍ତେ ଚେଷ୍ଟା ସତ୍ତ୍ୱେ ବି ସବୁ ରୋଗୀ ଆମେ ବଞ୍ଚେଇ ପାରୁ। ଭାବନ୍ତୁ ଗୋଟେ ୟଙ୍ଗ ପେସେଣ୍ଟ 30 years old ମ୍ୟାରେଡ୍, ଯଦି ଆମେ ବଞ୍ଚେଇ ପାରୁନାହୁଁ ତାହେଲେ ସେଇ ସମୟଟା ଆମକୁ ବହୁତ ଇମୋସନାଲ ଷ୍ଟ୍ରେସକୁ ବି ନେଇଯାଏ। ଆମେ ଚାହୁଁ ଯେ ଆମ ସମସ୍ତ ରୋଗୀ ଭଲ ହେଇଯାଉ, ସବୁ ଭଲ ଡାକ୍ତର ଚାହିଁବେ ତାର ସମସ୍ତ ଭଲ ରୋଗୀ ଭଲ ହେଇଯାଆନ୍ତୁ, ତା ସତ୍ତ୍ୱେ ଆମେ ବଞ୍ଚେଇ ପାରୁନାହୁଁ। ସେଇ ସମୟ ଯୋଉ ଇମୋସନାଲ ଷ୍ଟ୍ରେସଟା ଆମକୁ ବି ଏଫେକ୍ଟ କରେ। ହଁ, ସେଇଠି ଆମର ବହୁତ ଦାୟିତ୍ୱ ବି ବନୁଛି। ଡାକ୍ତର ସବୁବେଳେ ରୋଗୀର ଆଟେଣ୍ଡାଣ୍ଟକୁ ରାଇଟ୍ କମ୍ୟୁନିକେସନ କରିବା ଦରକାର। ରୋଗୀର ଅବସ୍ଥା ବିଷୟରେ ଆମେ ଯଦି ରୋଗୀର ଆଟେଣ୍ଡାଣ୍ଟକୁ ମଝିରେ ମଝିରେ ସଠିକ ସୂଚନା ଦବା, ଆଉ ତାକୁ ବୁଝେଇବା, ଆଉ ସାଇଣ୍ଟିଫିକାଲି ବୁଝେଇବା, କିଛି ଇଲ୍ ଇଣ୍ଟେନସନ ରଖି କିମ୍ବା ବିଜନେସ୍ ମୋଟିଭ ରଖି ବୁଝେଇବାନି, ଯାହା ସତ୍ୟ ଅଛି ତାକୁ ବୁଝେଇବା, ଆଉ ତାଙ୍କୁ ଅପସନ ବି ଦବା। ଯଦି ଆମ ହସ୍ପିଟାଲରେ ସେଇ ବ୍ୟବସ୍ଥା ନାହିଁ ଯୋଉ ଚିକିତ୍ସା କରିବାର, ତାହେଲେ ଆମେ ଯୋଉ ହସ୍ପିଟାଲରେ ସେଇ ଚିକିତ୍ସା କରିବାର ବ୍ୟବସ୍ଥା ଅଛି ତାକୁ ତୁରନ୍ତ ବ୍ୟବସ୍ଥା କରି ପଠେଇବା। ହଁ, ନା କି ଖାଲି ଲେଖିଦବାନି ଯେ ରେଫର ଟୁ ହାୟର ସେଣ୍ଟର। ମୁଁ ବ୍ୟକ୍ତିଗତ ଭାବେ ଚାହେଁ ଆମେ ଆଟେଣ୍ଡାଣ୍ଟକୁ ସମସ୍ତ ଅପସନ ବିଷୟରେ ବୁଝେଇବା। ଯୋଉ ଆଟେଣ୍ଡାଣ୍ଟଟା ବୁଝିପାରୁଛି ଆଉ ତୁରନ୍ତ ପଦକ୍ଷେପ ନେବ ବୋଲି ଭାବୁଛି, ତାହେଲେ ହସ୍ପିଟାଲ ଆଡମିନିଷ୍ଟ୍ରେସନ ସେମାନଙ୍କ ସହିତ କମ୍ୟୁନିକେସନରେ ରହି ରୋଗୀର କିପରି ଠିକ ସମୟରେ ଠିକ ଜାଗାକୁ ସ୍ଥାନାନ୍ତରିତ ହେଇପାରିବ ସେଟାର ବ୍ୟବସ୍ଥା ବି କରିବା। ଆଜ୍ଞା ଏ ସମସ୍ତଟା ଏବେ ହସ୍ପିଟାଲ ଆଡମିନିଷ୍ଟ୍ରେସନ ଅଣ୍ଡରରେ ଆସିଯାଉଛି। ତେଣୁ ଆଇସିୟୁ ଗୋଟେ ରୋଗୀକୁ ଭଲ କରିବା ପାଇଁ ବହୁତ ଗୋଟେ ତାର ଭାବି ନିଅନ୍ତୁ ହସ୍ପିଟାଲ ଗୋଟେ ଇମ୍ପୋର୍ଟାଣ୍ଟ ସେଗମେଣ୍ଟ ଏବେ। ସେଥିପାଇଁ ସବୁ ହସ୍ପିଟାଲରେ ଆଇସିୟୁ ରହିବା ଦରକାର। ଆଇସିୟୁରେ ସ୍କିଲ୍ଡ ଟ୍ରେନ୍ଡ ମ୍ୟାନପାୱାର ରହିବା ଦରକାର। ଆଉ ଆଇସିୟୁ ଭିତରେ ଘଟୁଥିବା ସମସ୍ତ ଚିକିତ୍ସା ପ୍ରଣାଳୀକୁ ରୋଗୀର ଆଟେଣ୍ଡାଣ୍ଟକୁ ମଝିରେ ମଝିରେ ଅପଡେଟ୍ କରୁଥିବା ଦରକାର। ତାହେଲେ ଆମର ବିଶ୍ୱାସ ମେଣ୍ଟେନ୍ ହେଇକି ରହିବ, ଆଉ ଆମ ଚିକିତ୍ସାରେ ସୁବିଧା ହବ, ଆଉ ତାର ଆଉଟକମ୍ଟା ଭଲ ହବ ସବୁବେଳେ। ଆପଣ ଗୋଟେ ରାଜନୈତିକ ଦଳ ସହିତ ସଂଶ୍ଳିଷ୍ଟ ଥିବା କାରଣରୁ ବିଗତ ଦିନରେ ଯେତେବେଳେ 28 ବର୍ଷର ଗୋଟେ ଦୀର୍ଘ ସରକାର ଓଡ଼ିଶାରେ ଥିଲା, ସେତେବେଳେ ଆପଣ ମଧ୍ୟ ବହୁତ ତୁମ୍ବି ତୁଫାନ କରୁଥିଲେ ରୋଗୀ ସେବାକୁ ନେଇକିରି, ଡାକ୍ତର ମାନଙ୍କର ଅଭାବକୁ ନେଇକିରି, ଆଇସିୟୁର ସର୍ଟେଜକୁ ନେଇକିରି, ଆଉ ଆପଣଙ୍କ ସମୟରେ ମଧ୍ୟ କୋଭିଡ ଭଳି ଏକ ମହାମାରୀ ଓଡ଼ିଶାରେ ସାରା ପୃଥିବୀରେ ଆତଙ୍କ ଖେଳେଇଥିଲା। ସେ ତାର ମଧ୍ୟ ଆପଣ ମୁକ ସାକ୍ଷୀ। ଏବେ ଆପଣଙ୍କ ଦଳ ସରକାରରେ, ସେତେବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ, ଏବେ ଆୟୁଷ୍ମାନ ଭାରତ କାର୍ଡ, ଏଇ ଯୋଉ ଦୁଇଟି କାର୍ଡ ମଧ୍ୟରେ ଡିଫରେନ୍ସ ଆଜକୁ ମଧ୍ୟ ଆଜିକାଲି ଅନେକ ରୋଗୀର ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକୃତରେ ଏଥିରେ କ'ଣ ଆୱାରନେସର ଅଭାବ ଅଛି ନା ଏ କାର୍ଡର ସମସ୍ୟା? ଦେଖନ୍ତୁ, ସେଥିରେ ଗୋଟେ ହେଲା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆଉ ଗୋଟେ ହେଲା ବେସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଆମର ଯେମିତି ଆମେ ଆରମ୍ଭରୁ କଥା ହେଲେ ଯେ ଯେତିକି ପରିମାଣରେ ଡାକ୍ତର ଏବଂ ଡାକ୍ତରଖାନା ଏବଂ ଚିକିତ୍ସା ଉପକରଣ ଏବଂ ସିଷ୍ଟମ ନାହିଁ, ସେଥିପାଇଁ ସରକାର ଚାହିଁଲେ ଯେ ଯୋଉ ପ୍ରାଇଭେଟ ପ୍ଲେୟର୍ସ ମାନେ ଅଛନ୍ତି ତାଙ୍କୁ ବି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କରାଯାଉ। ତାହେଲେ ଆମର ଲୋକମାନେ, ଆମର ଗୋଟେ ବହୁତ ବଡ଼ ଦେଶ, 140ରୁ 150 କୋଟି ଲୋକ, ସମସ୍ତଙ୍କର ଆର୍ଥିକ ଅବସ୍ଥା ଭଲ ନାହିଁ। ଆଉ ଧୀରେ ଧୀରେ ଆମେ ଅଗ୍ରଗତି କରୁଛନ୍ତି, କିନ୍ତୁ ତା ପାଇଁ ସମୟ ଲାଗୁଛି। କିନ୍ତୁ ରୋଗ ତ ଅଟକିବ ନାହିଁ, ରୋଗ ତ ଦେଖେ ନାହିଁ ଯେ ଆପଣଙ୍କର ଇନକମ୍ ଅଛି କି ନାହିଁ। ସେଥିପାଇଁ ସରକାର ଚାହିଁଲେ ଯେ ଗୁଡ୍ ପ୍ରାଇଭେଟ ପ୍ଲେୟର୍ସକୁ ଆମର ଟ୍ରିଟମେଣ୍ଟରେ ଇନଭଲ୍ଭ କରିବା। ଆଜ୍ଞା ତାହେଲେ ଜଣେ ଲୋକ ଚିକିତ୍ସା ପାଇଁ ପଇସା ଦେଇପାରୁନାହିଁ, ସେ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହବ, ଆଉ ସେଇ ଚିକିତ୍ସା ଖର୍ଚ୍ଚଟା ସରକାର ସେଇ ହସ୍ପିଟାଲକୁ ଦେବେ। ଆଜ୍ଞା ସେଥିରେ ପୂର୍ବ ସରକାରର ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା କି ବର୍ତ୍ତମାନ ସରକାରଙ୍କର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଭୁକ୍ତ। ଏଥିରେ ବି ଦୁଇଟା ଇମ୍ପୋର୍ଟାଣ୍ଟ ଜିନିଷ ଅଛି। ଦେଖନ୍ତୁ, କଥା ହଉଛି ହେଲା ଆମର ପ୍ରଫେସନାଲିଜିମ୍ ଆଉ ଆମର କଷ୍ଟ ଇଫେକ୍ଟିଭନେସ୍ ଅଫ୍ ଦି ଟ୍ରିଟମେଣ୍ଟ ପ୍ଲସ୍ ବିଶ୍ୱାସ ଭାଜନ, ଆଉ ସରକାର ଆଉ ବେସରକାରୀ ସଂସ୍ଥା ଭିତରେ କମ୍ୟୁନିକେସନ ଠିକ ରହିବା ଦରକାର। ତାହେଲେ ସ୍ୱାସ୍ଥ୍ୟ ସେବା ଲୋକଙ୍କୁ ମିଳିପାରିବ। ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଗୋଟେ ଆକ୍ୟୁଟ୍ ଷ୍ଟ୍ରୋକ୍ ଗୋଟେ ରୋଗୀ ଆସିଲେ, ତାଙ୍କୁ ଭାବି ନିଅନ୍ତୁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ବେଡ୍ ମିଳିଲା ନାହିଁ, ତାହେଲେ ସେ ନିକଟସ୍ଥ ପ୍ରାଇଭେଟ ହସ୍ପିଟାଲରେ ଆଡମିସନ ହୋଇ ଚିକିତ୍ସା ହେଇପାରିବେ। ସେଟା ଗୋଟେ ଅପସନ। ଆଜ୍ଞା ଆଉ ସେମାନେ ବି ଚିକିତ୍ସିତ ହଉଛନ୍ତି। ତାହେଲେ ଯୋଉ ରୋଗୀଟି ଆଇସିୟୁରେ ଆଡମିସନ ହେଲା ପ୍ରାଇଭେଟ ହସ୍ପିଟାଲରେ, ତାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ଦେବେ, ସରକାର ଦଉଛନ୍ତି ମଧ୍ୟ। ଆଜ୍ଞା କିନ୍ତୁ କିଛି କେସରେ କ'ଣ ହେଇଛି, ମୁଁ ଡାକ୍ତର ମୋର ଟିମକୁ ଲଗେଇକି ମୋ ଗାଁରୁ ରୋଗୀମାନଙ୍କୁ ଆଣିକି ଇଲେକ୍ଟିଭଲି ଆଡମିଟ କରିକି ଚିକିତ୍ସା ବି କରୁଛନ୍ତି ଲୋକମାନେ। ଆଜ୍ଞା ସେଇଠି ଗଡବଡ ହେଇଗଲା।
ଦେଖନ୍ତୁ ଯୋଉଠି ଆକ୍ୟୁଟ୍ କଣ୍ଡିସନ ଅଛି ରୋଗୀ ଆସୁଛି ଆମେ ଚିକିତ୍ସା ଦବା ସେଥିପାଇଁ ଆମେ ସରକାରଙ୍କ ସହିତ ଅନୁବନ୍ଧିତ। କିନ୍ତୁ ମୁଁ ଯଦି ମୋର ହସ୍ପିଟାଲର ଲାଭକୁ ଆଖି ଆଗରେ ରଖିକି ଲୋକମାନଙ୍କୁ ବସରେ ଗାଁରୁ ଆଣିକି ହସ୍ପିଟାଲରେ ଆଡମିସନ କରେଇକି ଚିକିତ୍ସା କଲି ବୋଲି କହିକି ସରକାରଙ୍କ ଠାରୁ ବିଲ୍ ପଠେଇକି ବିଲ୍ ଡିମାଣ୍ଡ କରିବି ତାହେଲେ ସେଟା ଆଉ ଗୋଟେ କଥା ହେଇଗଲା। ଆଜ୍ଞା ଦେଖନ୍ତୁ ଯେହେତୁ ଏଜେଣ୍ଟ ଭଳି କାମ କରୁଛି। ଦେଖନ୍ତୁ ମୁଁ ଯେହେତୁ ରାଜନୀତିରେ ଅଛି ଆଉ ମୁଁ ଚାହୁଁଛି ଯେ ଲୋକମାନଙ୍କର ବି ମଙ୍ଗଳ ହଉ, ସରକାର ବି ସୁରୁଖୁରୁରେ ଚାଲନ୍ତୁ। ପ୍ଲସ୍ ଆମର ମୁଖ୍ୟ କଣ ଉଦ୍ଦେଶ୍ୟ ଯେ ଆମେ ଲୋକ କଲ୍ୟାଣ କରିବା। ଆଜ୍ଞା ଖାଲି କହିଲେ ତ ହବନି ନା, ତାହେଲେ ଲୋକମାନଙ୍କୁ ବି ସଚେତନ ହବାର ଅଛି, ଆଜ୍ଞା ସରକାରଙ୍କୁ ବି ଜାଗ୍ରତ ହବାର ଅଛି, ତା ସହିତ ପ୍ରାଇଭେଟ ପ୍ଲେୟାରଙ୍କୁ ବି ଜାଗ୍ରତ ହବାର ଅଛି। ମୁଁ କହୁନାହିଁ ଯେ ସମସ୍ତ ପ୍ରାଇଭେଟ ପ୍ଲେୟାର ଏମିତି କରୁଛନ୍ତି, କିନ୍ତୁ କିଛି ଜଣ ତ କରୁଛନ୍ତି, ସେଥିପାଇଁ ଅନ୍ୟମାନେ ବି ସେ ଯୋଉମାନେ କରୁଛନ୍ତି ତାଙ୍କ ଉପରେ ତ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଅଛି। କିଛି ଦିନ ତଳେ ଆମେ କିଛି ଡାକ୍ତରଙ୍କୁ ପାଇଲେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛୋଟ ନାବାଳକର ମୃତ୍ୟୁ ହେଲା, ତାର କଜ ଅଫ୍ ଡେଥ୍ କିଛି ଦେଖାଯାଇଥିଲା, ତାର ପୋଷ୍ଟମର୍ଟମ ରିପୋର୍ଟରେ କିଛି ଅଲଗା ବାହାରିଲା। ଏଥିରେ ଯୋଉମାନେ ଇନଭଲ୍ଭ ଥିଲେ ସିଏ ବି ଜଣେ ପେଶାରେ ଡାକ୍ତର Yes. ଯିଏକି ଏ ରିପୋର୍ଟଟି ଦେଇଥିଲେ। ପ୍ରକୃତରେ ଏଥିରେ କାହାକୁ ଆପଣ ଦୋଷ ଦେବେ? ଦେଖନ୍ତୁ ଏଇଥିରେ ଯଦି ଆମେ ଘଟଣାଟା ଆଉ ଗୋଟେ ଏପିସୋଡରେ ଡିସ୍କସନ କରିବା, ଗୋଟେ ରୋଗୀ ବଞ୍ଚିଥିବା ଅବସ୍ଥାରେ ଆସୁଛି ଆଉ ମୁଁ ଡାକ୍ତର ତାଙ୍କୁ ଦେଖିଲି, ତାହେଲେ ମୋର ଦାୟିତ୍ୱ ବନୁଛି ମୁଁ ତାର ଯାହା ଯାହା କ୍ଲିନିକାଲ ଫାଇଣ୍ଡିଙ୍ଗସ୍ ପାଇଲି ତାକୁ ସଠିକ ଭାବରେ ନୋଟ୍ ଡାଉନ କରିବି, ଲେଖିବି। ଆଜ୍ଞା ପେସେଣ୍ଟ ବଞ୍ଚିଛି ନା ବଞ୍ଚି ନାହିଁ, ପେସେଣ୍ଟ ବଞ୍ଚିଛି, ହଁ ବଞ୍ଚିଛି, ତାହେଲେ ତାର ଭାଇଟାଲ୍ସ ଆପଣ ତୁରନ୍ତ ଲେଖିବେ। ଆଜ୍ଞା ପଲ୍ସ, ବିପି, ଟେମ୍ପରେଚର, ରେସ୍ପିରେଟରି, ଅକ୍ସିଜେନ ସାଚୁରେସନ, କନସସନେସ୍ ପ୍ଲସ୍ ଅଦର ଇ ପସିବୁଲ ଯାହା ଯାହା ପ୍ରାଇମେରୀ ଇନଭେଷ୍ଟିଗେସନ କରିବା କଥା ଯଦି ଆପଣ କରିବା ପାଇଁ ସକ୍ଷମ ଅଛନ୍ତି ଆଉ ସିଷ୍ଟମ ଅଛି ଆପଣ ତୁରନ୍ତ କରିବେ, ଆଉ ସବୁ ଜିନିଷ ଲିପିବଦ୍ଧ କରିବେ। ବହୁତ କେସରେ ଦେଖାଯାଉଛି ଯେ ଆମର ଡାକ୍ତର ଭାଇମାନେ ମଧ୍ୟ ରୋଗୀ ଦେଖୁଛନ୍ତି କିନ୍ତୁ ତାଙ୍କର ପ୍ରାଇମେରୀ କମ୍ପ୍ଲେନ ଚିଫ୍ କମ୍ପ୍ଲେନ ଲେଖୁନାହାନ୍ତି, ତାଙ୍କର ଭାଇଟାଲ୍ସ ଲେଖୁନାହାନ୍ତି, ତା ଦ୍ୱାରା ଅସୁବିଧା ହଉଛି। ଦେଖନ୍ତୁ କଣ ଅସୁବିଧା ହଉଛି, ଗୋଟେ ପେସେଣ୍ଟ ବ୍ରଡ୍ ଡେଡ୍ ତାର ନିୟମ ଅଲଗା, ପେସେଣ୍ଟ ଆସିଛି କ୍ରିଟିକାଲ କଣ୍ଡିସନ ଅଛି ତାର ନିୟମ ଅଲଗା। ଯଦି ଆପଣ ଗୋଟେ ବ୍ରଡ୍ ଡେଡ୍ ପେସେଣ୍ଟକୁ ମାନେ ପେସେଣ୍ଟ ଆସିଲା ବେଳକୁ ମରି ଯାଇଛନ୍ତି ଆଜ୍ଞା ଆପଣ ତାର କିଛି କାଗଜରେ ଲେଖୁନାହାନ୍ତି, ତାହେଲେ ଡାକ୍ତରଙ୍କୁ ବି ମୁଁ ଦୋଷୀ ବୋଲି ଭାବୁଛି, ଆଉ ମୁଁ ବି ଚାହୁଁଛି ସେଭଳିଆ ଡାକ୍ତରଙ୍କୁ ବି ନିୟମ ଅନୁସାରେ ପନିଶମେଣ୍ଟ ମିଳୁ, ଆଉ ଦୃଷ୍ଟାନ୍ତମୂଳକ ପନିଶମେଣ୍ଟ ମିଳୁ। ତାହେଲେ କଣ ହବ, ଆମର କ୍ଲିନିକାଲ ନଲେଜ ଆଉ ଆମକୁ ଯୋଉ ଲାଇସେନ୍ସ ମିଳିଛି ତାର ପାୱାରଟା ବୋଧେ ଆପଣ ମାନେ ବୁଝିନାହାନ୍ତି। ଦେଖନ୍ତୁ ଆପଣ ଗୋଟେ ହସ୍ପିଟାଲର ଓନର ଆଉ ହସ୍ପିଟାଲର ଆଡମିନିଷ୍ଟ୍ରେସନ କହିଲା ବୋଲି ଆପଣ ଆପଣଙ୍କର ଡାକ୍ତରୀ ବିଦ୍ୟା ଆଉ ଡାକ୍ତରୀ ଲାଇସେନ୍ସକୁ ଆପଣ ବାଜିରେ ଲଗେଇଦେଲେ। ଆଜ୍ଞା ଆପଣ ଅତି ଜୋରେ କଣ ହେଇଥାନ୍ତା, ଆପଣ ଯଦି ସଠିକ ଜିନିଷ ଲେଖିଥାନ୍ତେ ଆପଣଙ୍କୁ ସେ ସେମାନେ ହସ୍ପିଟାଲରୁ ବାହାରି ଯାଇଥିଲେ। ଚାକିରିରୁ ବହିଷ୍କାର କରିଥାନ୍ତେ। ଆପଣ ଯଦି ପାଠ ପଢିଛନ୍ତି ଆଉ ସ୍କିଲ୍ଡ ଅଛନ୍ତି ଆପଣ ପୁଣି ଆଉ କୋଉଠି ଯାଇକି ଚାକିରି କରିଥାନ୍ତେ, ଅଲଗା କୋଉଠି ରୋଗୀ ଦେଖି ପଇସା ଇନକମ କରିପାରିଥାନ୍ତେ, କିନ୍ତୁ ଆପଣ ସେଟା ନ କରିକି ଆପଣ ସେମାନଙ୍କର କ୍ରାଇମରେ ବି ଆପଣ ଭାଗିଦାର ହେଲେ, ସେଥିପାଇଁ ଆପଣ ମାନେ ମଧ୍ୟ ପନିଶମେଣ୍ଟ ପାଇବା ଉଚିତ। ସେଥିପାଇଁ କୌଣସି ଏକ ରୋଗୀର ମୃତ୍ୟୁକୁ ଯଦି ଆମେ ମ୍ୟାନିପୁଲେଟ କରୁଛନ୍ତି ତାହେଲେ ସମସ୍ତେ ପନିଶମେଣ୍ଟ ପାଇବା ପାଇଁ ଉଚିତ। ଆଉ ମୁଁ ବି ଚାହିଁବି ସରକାର ବି ତାଙ୍କୁ ପନିଶମେଣ୍ଟ ଦିଅନ୍ତୁ ଏବଂ ସାଧାରଣ ଜନତା ବି ଆନ୍ଦୋଳନ କରନ୍ତୁ, ସମସ୍ତେ ପନିଶମେଣ୍ଟ ପାଇବା ଉଚିତ। ତାହେଲେ କଣ ହବ, ଆପଣ ଯେତେ ବଡ ଲୋକ ହେଇଥାଉ ପଛେ ତାମାନେ ଆପଣ କହୁଛନ୍ତି ଯେ ଆପଣ ନିୟମଟାକୁ ଆପଣଙ୍କ ପଇସା ଦ୍ୱାରା ଅର୍ଥବଳ ଆଉ ପାୱାରରେ ମ୍ୟାନିପୁଲେଟ କରିଦେବେ। ମୋର କ୍ୱେଶ୍ଚନ ରହିବ, ଯଦି ସେଇ ଛାତ୍ରଟି କି ସେଇ ଛାତ୍ରୀ ଜଣକ କିମ୍ବା ସେଇ ରୋଗୀ ଜଣଙ୍କ ସେଇ ହସ୍ପିଟାଲର ମାଲିକର ପୁଅ କି ଝିଅ ହେଇଥାନ୍ତା ତାହେଲେ ଆପଣ କଣ ସେୟା କରିଥାନ୍ତେ କି? ହଁ, ତାହେଲେ ଆମକୁ ପାଠ ପଢା ଯାଇଛି ଯେ ଆପଣ ରୋଗୀକୁ ନିଜର ଘର ଲୋକ ଭାବି ଚିକିତ୍ସା କରନ୍ତୁ। ତା ମାନେ ନୁହେଁ ଯେ ଆମେ ଅନ୍ୟକୁ ସହିଯିବା, ତା ମାନେ ନୁହେଁ ଯେ ରୋଗୀ ମାନେ ଆମକୁ କିଛି ଅନଏକ୍ସପେକ୍ଟେଡ ଡିମାଣ୍ଡ କରୁଛନ୍ତି ଆମେ ତାକୁ ମାନି ନେବା, ତାର ବି ବିରୋଧ କରିବା। ସେଥିପାଇଁ ଏଇଟା ଗୋଟେ ୱିନ୍ ୱିନ୍, ଲୋକମାନଙ୍କର ବି ଦାୟିତ୍ୱ ବନୁଛି ସେ ଡାକ୍ତରଙ୍କ କଥା ମାନଙ୍କୁ ତାଙ୍କୁ ସମ୍ମାନ ଦିଅନ୍ତୁ, ଏବଂ ଡାକ୍ତର ବି ଦାୟିତ୍ୱ ବନୁଛି ଯାହା ପାଠ ପଢିଛନ୍ତି ଆଉ ଯାହା ପାୱାର ଦିଆଯାଇଛି ତାକୁ ସଠିକ ଇମ୍ପ୍ଲିମେଣ୍ଟ କରନ୍ତୁ। କିଛି ପ୍ରଶ୍ନ ଅଛି ଯୋଉଟାକୁ ଆପଣ ଗୋଟେ ଦୁଇ ଶବ୍ଦରେ ଆପଣ ଡାକ୍ତରୀ ପେଶାକୁ କିପରି ଦେଖନ୍ତି, ସେବା ନା ବ୍ୟବସାୟ? ନା, ଡାକ୍ତରୀ ପ୍ରଫେସନ ମୁଁ ସେବା ରୂପେ ଦେଖେ, ଆଉ ସେବା କଲେ ଆପଣଙ୍କର କିଛି ଅସୁବିଧା ରହିବ ନାହିଁ। ବିଗତ ଦିନରେ ରାଜନୀତିରେ ସଂଶ୍ଳିଷ୍ଟ ଥିବା କାରଣରୁ ଦେଖିଥିବେ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୁମ୍ବାଇ ଯାଇକି ଚିକିତ୍ସା ହେବାକୁ ପଡିଥିଲା, ଆଉ ଏବେ ଆପଣଙ୍କ ସରକାରରେ ଏୟାର ଲିଫ୍ଟିଂର ଗୋଟେ ସ୍ରୋତ ଚାଲିଛି। ଆପଣ କଣ ଭାବୁଛନ୍ତି, ଆପଣ ସେଥିରେ ଓଭରକମ୍ କରିବେ ନା ସେଇ ପନ୍ଥାକୁ ନା, ମୁଁ ଆଶା କରିବି ଯେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟିର ସରକାର ସ୍ୱାସ୍ଥ୍ୟ ସେବାକୁ ଆମର ଏଇ ବିଭିନ୍ନ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ହସ୍ପିଟାଲରେ ଏବଂ ଆମର ସରକାରୀ ମେଡିକାଲ କଲେଜରେ ତଥା ଭୁବନେଶ୍ୱରରେ ଯୋଉ ସରକାରୀ ମେଡିକାଲ କଲେଜ ଅଛି ତଥା ଆମର ଏଠି କ୍ୟାପିଟାଲ ହସ୍ପିଟାଲ ଅଛି, ଆକୁ ଆମେ ଅତି
ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଚେଷ୍ଟାରେ ପ୍ରୟାସରେ ଅଛୁ ଏବଂ ଆଶା କରୁଛି ଯେ ଆଗାମୀ ବର୍ଷ ଭିତରେ ସେ ସମସ୍ତ ବ୍ୟବସ୍ଥା ଏଠାରେ ମଧ୍ୟ ଉପଲବ୍ଧ ହବ। ବହୁତ ପରିମାଣରେ ଏଟା ଉପଲବ୍ଧ ହେଇସାରିଲାଣି। ଭୁବନେଶ୍ୱର ଏମ୍ସ, କ୍ୟାପିଟାଲ ହସ୍ପିଟାଲ, ଆମର ଏସସି ମେଡିକାଲ କଲେଜ, ଏଥିରେ ସମସ୍ତ ଜଟିଳ ରୋଗର ଚିକିତ୍ସା ହେଉଛି, କିନ୍ତୁ ଏହାର ଆହୁରି ଡେଭଲପମେଣ୍ଟ ଆଣ୍ଡ ଅପଲିଫ୍ଟ କରିବାର ଆବଶ୍ୟକତା ଅଛି। ଆଉ ମୁଁ ଭାବୁଛି ଆଗାମୀ ଦିନରେ ଲୋକଙ୍କ ସରକାର ଏକଥା ବୁଝି ଏହାର ତୁରନ୍ତ ପଦକ୍ଷେପ ନେବେ। ଆପଣ ଜଣେ ଡାକ୍ତର ନା ଜଣେ ରାଜନେତା? ମୁଁ ଜଣେ ଡାକ୍ତର, ଆଉ ଡାକ୍ତର ହିସାବରେ ମୁଁ ବେଶୀ ଖୁସି ଅଛି। ଆଉ ରାଜନୀତିଟା ବି ସବୁ ପ୍ରଫେସନର ଆବଶ୍ୟକତା ଅଛି। ରାଜନୀତି ଚାଣକ୍ୟ କଥା ଅନୁସାରେ ଦୁଇ ପ୍ରକାର। ଆପଣ ଆକ୍ଟିଭଲି ରାଜନୀତି କରିବେ, ନହେଲେ ପ୍ୟାସିଭଲି କରିବେ। ଆପଣ ଇନଫ୍ଲୁଏନ୍ସ କରିପାରିବେ, ଆପଣ ସଚେତନତା ଜାଗ୍ରତ କରିପାରିବେ। ଆଉ ଯୋଉଟା ଡାକ୍ତର ଭାବରେ ଆମେ ଯେହେତୁ ଲୋକଙ୍କ ସାଙ୍ଗରେ ମିଶୁଛୁ, ମୁଁ ଭାବୁଛି ଆମେ ଲୋକଙ୍କୁ ସଚେତନ କରିବା ଏହା ଏକ ଗୋଟେ ପ୍ରକୃଷ୍ଟ ମାଧ୍ୟମ। ବେଳେ ବେଳେ ଦେଖିବାକୁ ମିଳେ ଜଣେ ରୋଗୀକୁ 5-6ଟା ଡାକ୍ତରଙ୍କ ପାଖକୁ ଯିବାକୁ ପଡେ, ଆଉ ପ୍ରତ୍ୟେକ ଡାକ୍ତରଙ୍କର ପ୍ରେସ୍କ୍ରିପ୍ସନ ଅଲଗା ଅଲଗା ହେଇଥାଏ। ରୋଗ ସମାନ, ରୋଗୀ ସମାନ, ଆପଣଙ୍କ ଶିକ୍ଷା ବି ସମାନ, ପ୍ରେସ୍କ୍ରିପ୍ସନ କିଭଳି ଅଲଗା ହେଇପାରିବ? ଦେଖନ୍ତୁ କଣ ହେଲା ନା, ଏଇଟା ଗୋଟେ ସାଇକୋଲୋଜିକାଲ ଇସ୍ୟୁଜ ଅଛି, ଆଉ କିଛି ଜାଗାରେ ଡାୟଗ୍ନୋସିସ ରେ ବି ଇସ୍ୟୁଜ ଅଛି। ସେଥିପାଇଁ ଆପଣ ମାର୍କ କରିଥିବେ ଯେ ମୁଁ ଭାବେ, ଆଉ ସମସ୍ତେ ବି ଆପଣ ମାନେ ଏକମତ ହେବେ, ମେଡିକାଲ କଲେଜରେ ସବୁଠାରୁ ଭଲ ଚିକିତ୍ସା ଦିଆଯାଏ। କାହିଁକି ନା ସେଠି ଗୋଟେ ଟିମ୍ ଅଫ୍ ଡକ୍ଟର୍ସ ଗୋଟେ ରୋଗୀକୁ ଦେଖନ୍ତି। ଆମର ଜଣେ ସାର୍ ଥାନ୍ତି, ଜଣେ ପ୍ରଫେସର, ଜଣେ ଆସୋସିଏଟ ପ୍ରଫେସର, ଜଣେ ଆସିଷ୍ଟାଣ୍ଟ ପ୍ରଫେସର, ପିଜି ଷ୍ଟୁଡେଣ୍ଟସ, ଇଣ୍ଟର୍ନସିପ କରୁଥିବା ହାଉସ ସର୍ଜନ୍ସ, ମେଡିକାଲ ଷ୍ଟୁଡେଣ୍ଟ ସମସ୍ତେ ଥାନ୍ତି। ଆମ ସମସ୍ତଙ୍କ ନଜର ରୋଗୀ ଉପରେ ଥାଏ। ଆଉ ଜଣେ ଏକ୍ସପିରିଏନ୍ସ ଡକ୍ଟର କ୍ଲିନିକାଲି ସାଉଣ୍ଡ, ସେ ଆମକୁ ଟ୍ରେନିଂ ଦଉଥାନ୍ତି। ସେସବୁ ଜାଗାରେ ଚିକିତ୍ସା ଭଲ ହୁଏ। ମୁଁ ଭାବେ ଯେ ଜଟିଳ ରୋଗ ଏବଂ ମଲ୍ଟି ଅର୍ଗାନ ଇନଭଲଭମେଣ୍ଟ ହେଉଥିବା ରୋଗୀମାନଙ୍କୁ ମେଡିକାଲ କଲେଜରେ ଚିକିତ୍ସା କରାଯିବା ଦରକାର। ଲୋକମାନେ ସଚେତନ ହେଇକି ବି ସେଟା ଚିକିତ୍ସା କରାନ୍ତୁ। ତା ଦ୍ୱାରା ଆପଣମାନେ ବି ଭଲ ଚିକିତ୍ସା ପାଇବେ ଏବଂ ଭଲ ଡାକ୍ତର ପିଲାମାନେ ବି ଭଲ ପାଠ ପଢିବେ ଏବଂ ଭବିଷ୍ୟତ ଡାକ୍ତର ନିର୍ମାଣରେ ଆପଣ ସହାୟକ ହେବେ। ସେଥିପାଇଁ ସରକାରଙ୍କର ଦାୟିତ୍ୱ ବନୁଛି ଯେ ଆମର ସମସ୍ତ ମେଡିକାଲ କଲେଜ ତଥା ପ୍ରିମିୟର ଇନଷ୍ଟିଚ୍ୟୁଟକୁ ଏ ଠୁ ଜେଡ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ। ଏଇଟା ସମ୍ଭବ। ସରକାର ଚାହିଁଲେ ଏବଂ ଲୋକମାନେ ଚାହିଁଲେ ମିଳିତ ଉଦ୍ୟମରେ ଏଟା ସମ୍ଭବ। ଆପଣମାନେ ଆନ୍ଦୋଳନ କରନ୍ତୁ, ମୁଁ ବି ସହଯୋଗ କରିବି। ଆଉ ମୁଁ ସରକାରଙ୍କୁ ବି କହିବି ଯେ ଆମେ ସମସ୍ତେ ମିଶିଲେ ଆମ ସ୍ୱାସ୍ଥ୍ୟ ସେବାଟା ଓଡ଼ିଶାରେ ବି ଆମେ ସବୁ ଲୋକଙ୍କୁ ଯୋଗାଇ ଦେଇପାରିବା। ସ୍ୱାସ୍ଥ୍ୟ ସେବାର ଡେଭଲପମେଣ୍ଟଟାକୁ ଆପଣ କିଭଳି ଦେଖନ୍ତି? କେବଳ ଭୁବନେଶ୍ୱରର ବହୁତ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ହବା, ନା ଆମର ସୁଦୂର କଳାହାଣ୍ଡି, କୋରାପୁଟ, ମାଲକାନଗିରିରେ ବି ମଲ୍ଟି ସ୍ପେଶାଲିଷ୍ଟ ଦେଖନ୍ତୁ ଆମର ଯୋଉ ଆବଶ୍ୟକ? ସ୍ୱାସ୍ଥ୍ୟ ସେବା ଯୋଉ ଷ୍ଟ୍ରକ୍ଚର ଅଛି, ବହୁତ ବଢିଆ ଷ୍ଟ୍ରକ୍ଚର ଅଛି। ଆମ ଗାଁଠୁ ଆରମ୍ଭ କରି ସବ୍ ସେଣ୍ଟର, ପ୍ରାଇମେରୀ ହେଲ୍ଥ ସେଣ୍ଟର, ସିଏଚସି, ସବ୍ ଡିଭିଜନାଲ, ଡିଭିଜନାଲ, ଦେନ୍ କିନ୍ତୁ ହେଡକ୍ୱାର୍ଟର ସବୁଠି ଡାକ୍ତର ମାନଙ୍କର ଅଭାବ। ଅଛି। ତ ଆମେ ଷ୍ଟ୍ରକ୍ଚର ଅଛି, ଇନଫ୍ରାଷ୍ଟ୍ରକ୍ଚର କୁ ଡେଭଲପ କରିବା, ଯୋଉଟା କରାଯାଉଛି। ମ୍ୟାନ ପାୱାର ଯୋଉମାନେ ଅଛନ୍ତି ସେମାନଙ୍କୁ ସବୁବେଳେ କଣ୍ଟିନ୍ୟୁଅସ୍ ଟ୍ରେନିଂ ପ୍ରୋସେସରେ ରଖିବା ଆଉ ତାଙ୍କୁ ସ୍କ୍ରୁଟିନାଇଜ କରିବା। ଆମର ସିଷ୍ଟମ ଅଛି। ସରକାର ଦାୟିତ୍ୱ ବନିଲେ ଯେ ଏନସିଓର କରିବ ଯେ ସିଷ୍ଟମଟା ଇମ୍ପ୍ଲିମେଣ୍ଟ ହଉଛି କି ନାହିଁ। ଆମର ବଢିଆ ଟିଚର ଅଛନ୍ତି, ଆମର ବଢିଆ ଏକ୍ସପେରିଏନ୍ସ ସାର୍ ମାନେ ବି ଅଛନ୍ତି। ସେମାନେ ଏମାନଙ୍କୁ ସବୁବେଳେ କଣ୍ଟିନ୍ୟୁଅସ୍ ଟ୍ରେନିଂ ପ୍ରୋସେସରେ ରଖିବେ, ସ୍କ୍ରୁଟିନାଇଜ କରିବେ। ପୋଷ୍ଟ ଆନାଲିସିସ ହବ, ଟ୍ରିଟମେଣ୍ଟ ଫେଲୁଅର ହେଲା ତାକୁ ବି ଆନାଲିସିସ କରିବା, ପେସେଣ୍ଟର ଡେଥ୍ ହେଇଯାଉଛି ତାକୁ ବି ଆନାଲିସିସ କରିବା। ତାହେଲେ ଆମର ତ୍ରୁଟି ସୁଧାରିବା, ଟେକ୍ନୋଲୋଜିକୁ ଆପ୍ଲାଏ କରିବା, ଟିମରେ କାମ କରିବା। ସେବା ମନୋବୃତ୍ତି ଆମର ଅଛି। ପଇସା ବି ଏବେ ଭଲ ମିଳୁଛି, ସେମିତି କିଛି ଅସୁବିଧା ନାହିଁ। କାଁ ଭାଁ କିଛି ଜାଗାରେ ଅସୁବିଧା ଅଛି, କିନ୍ତୁ ପଇସା ବି ଠିକ ସେ ମିଳୁଛି। ଇଟ୍ ଇଜ ଆମର ନିଷ୍ଠା ଆଉ ଟିମ୍ ୱାର୍କ ହେଲେ ନିଶ୍ଚିତ ଭାବରେ ଆମେ ଓଡ଼ିଶାରେ ସବୁ ଲୋକଙ୍କୁ ଗାଁରେ ବି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇପାରିବା। ଏବେ ରୋଗୀମାନଙ୍କର ସଂଖ୍ୟା ବଢିବା ପଛର ପ୍ରକୃତ କାରଣ କଣ? ଆୱାରନେସର ଅଭାବ ନା ରୋଗର ବୃଦ୍ଧି? ପ୍ରଥମେ ହେଲା ଜୀବନଶୈଳୀ। ଆମେ ସମସ୍ତେ ଆଗରୁ 5ଟା ବେଳେ ଉଠି ଯାଉଥିଲେ, ସକାଳ 5 ଉଠି ଯାଉଥିଲେ, ରାତି 10ଟା ବେଳେ ଶୋଇ ପଡୁଥିଲେ। ପାଖାପାଖି ଆମେ ସମସ୍ତଙ୍କୁ କହୁଛେ 8 ଘଣ୍ଟା ଶୋଇବାକୁ, ବଟ୍ ଆମେ କେହି ଶୋଉନାହାନ୍ତି। ଟେକ୍ନୋଲୋଜି ବି ଆମର ଜୀବନଶୈଳୀକୁ ପ୍ରଭାବିତ କରୁଛି। ଟିଭି ଆଗରୁ ଥିଲା, ରେଡିଓ, ଟିଭି, ଏବେ ମୋବାଇଲ ଆସିଗଲା। ସମସ୍ତଙ୍କ ପାଖରେ 1-2ଟା ମୋବାଇଲ। ଆମେ ରାତିରେ କେହି ଶୋଇବାର 2 ଘଣ୍ଟା ପୂର୍ବରୁ ତ ମୋବାଇଲ ବ୍ୟବହାର କରିବା କଥା ନୁହେଁ। ମୋର ଏହା ରହିବ ଯେ ଆଜିକାଲି ମୋବାଇଲର ବହୁଳ ବ୍ୟବହାର ଆଉ ଆମର ଅନଲିମିଟେଡ ଏକ୍ସପେକ୍ଟେସନ୍ସ, ଯୋଉଟା କି ଆମର ଜୀବନଶୈଳୀକୁ ଷ୍ଟ୍ରେସକୁ ନେଇଯାଉଛି। ଆମେ ଖାଇବା ପାଇଁ, ପିନ୍ଧିବା ପାଇଁ, ରହିବା ପାଇଁ ବେଶୀ ପଇସା ଖର୍ଚ୍ଚ ହଉନାହିଁ, ହବା ଉଚିତ ନୁହେଁ। କିନ୍ତୁ ଆମେ ଯଦି ଆମର ଅନଲିମିଟେଡ ଏକ୍ସପେକ୍ଟେସନକୁ ଚେସ୍ କରିବା, ତାହେଲେ ଆମର ଏଇ ବାୟୋଲୋଜିକାଲ ବଡିଟା ତାକୁ ସଷ୍ଟେନ କରିପାରେ ନାହିଁ। ସେଥିପାଇଁ ଷ୍ଟ୍ରେସଟା ବି ଗୋଟେ ମୁଖ୍ୟ କାରଣ। ଆପଣ ଭଲ ଖାଇବେ, ଭଲ ପାଣି, ବିଶୁଦ୍ଧ ପାଣି ପିଇବେ, 6ରୁ 8 ଘଣ୍ଟା ଶୋଇବେ, ପରିବାର ସହିତ ସମୟ ବିତେଇବେ, ଆଉ ଆପଣଙ୍କର ଏଚିଭେବୁଲ ଗୋଲ ପଛରେ ତାକୁ ଆମେ ହାସଲ ପାଇଁ ଚେଷ୍ଟା କରିବା, ତାହେଲେ ଆମେ ଭଲ ରହିପାରିବା। ଆପଣ ଏବେ ନୂଆ ପିଢିର ଡାକ୍ତରମାନେ ଅଧିକା ଫିସ୍ ଦାବି କରିବାର କାରଣ କାହାକୁ ଭାବୁଛନ୍ତି? ଅଧିକା ପଇସା ଦେଇ ପାଠ ପଢିଥିବା କାରଣରୁ, ନା ଏ ଚାକଚକ୍ୟର ପ୍ରଭାବ? ନା, ମୁଁ ଭାବୁଛି ବେଶୀ ଆମେ ଚାକଚକ୍ୟ ଏବଂ ସମାଜ ଦ୍ୱାରା ପ୍ରଭାବିତ ହେଇଯାଉଛନ୍ତି। ପଇସାର ଆବଶ୍ୟକତା ଅଛି, କିନ୍ତୁ ଆପଣ ବହୁତ ଅଳ୍ପ ସମୟରେ ବହୁତ ପଇସା ଇନକମ୍ କରିବା ପାଇଁ ଭାବନ୍ତୁ ନାହିଁ।
ସେବା କଲେ ବହୁତ ଲୋକ ଆପଣଙ୍କ ପାଖକୁ ଆସିବେ, ଯୋଉମାନେ ପଇସା ନାହିଁ ସେମାନେ ଦେଇପାରିବେ ନାହିଁ, କିନ୍ତୁ ଯୋଉମାନଙ୍କ କତିରେ ପଇସା ସେମାନେ ବି ଦେବେ। ଆମର ଗୋଟେ ବଢିଆ ପ୍ରଫେସନ। ଦେଖନ୍ତୁ, ଆପଣ ଗୋଟେ ରୋଗୀକୁ ଭଲ କରିଦେଲେ, ଯୋଉମାନେ ଆକ୍ଚୁଆଲି ଫାଇନାନ୍ସିଆଲ ସାଉଣ୍ଡ ଅଛନ୍ତି ସେମାନେ ପଇସା ଦେବେ, ଯୋଉମାନେ ଦେଇପାରୁନାହାନ୍ତି ସେମାନଙ୍କୁ ଆପଣ ଏକ୍ସପେକ୍ଟ ବି କରନ୍ତୁ ନାହିଁ। ଦେଖନ୍ତୁ, ଏଇଟା ଗୋଟେ ଡିବେଟେବୁଲ ସବଜେକ୍ଟ, ଆଉ ଗୋଟେ ପର୍ସନାଲ ଚଏସ୍। ଆପଣଙ୍କର ଆବଶ୍ୟକତା ଆମର ଏଇ ପ୍ରଫେସନରୁ ଆସୁଥିବା ପଇସା ପୂରଣ କରିପାରିବ। ମୁଁ ଭାବୁଛି ବେଶୀ ଆମେ ମେଟେରିଆଲିଷ୍ଟିକ ଲାଇଫ ପଛରେ ନ ଗୋଡେଇ ଆମର ପ୍ରଫେସନକୁ ଫୋକସ କଲେ ଆମେ ବି ଶାନ୍ତିରେ ଏବଂ ବେଶୀ ଦିନ ଭଲ ରହିବା, ଆମ ରୋଗୀମାନେ ଆଉ ଲୋକମାନେ ଜନସାଧାରଣ ବି ଭଲ ରହିବେ। ଅନେକ ଅନେକ ଧନ୍ୟବାଦ ଆପଣଙ୍କର ବହୁମୂଲ୍ୟ ସମୟ ପାଇଁ। ଆପଣ ଯେଉଁଭଳି ଭାବରେ ପୁରା ବ୍ୟବସ୍ଥାଟାକୁ ସଂକ୍ଷେପରେ ଆମମାନଙ୍କୁ ବୁଝେଇଲେ, ନିହାତି ଏହାର ଗୋଟେ ପ୍ରଭାବ ସମାଜ ପ୍ରତି ବିଶେଷ ଭାବରେ ଫଳପ୍ରଦ ହବ। ଆପଣ ଆମ ସହିତ ସମୟ ଅତିବାହିତ କଲେ, ବହୁତ ଖୁସି ଲାଗିଲା। ଆଗାମୀ ଦିନରେ ମଧ୍ୟ ଆମେ ଆଶା ରଖିବୁ ଓଡ଼ିଶାର ସମସ୍ୟାକୁ ନେଇକି, ସ୍ୱାସ୍ଥ୍ୟ ସେବାର ସମସ୍ୟାକୁ ନେଇକି, ଡାକ୍ତରମାନଙ୍କର ସମସ୍ୟାକୁ ନେଇକିରି ଆମେ ପୁଣି ଆମ ଷ୍ଟୁଡିଓରେ ଏକାଠି ହେବା ଏବଂ ସମାଜକୁ କିଛି ନୂଆ ନୂଆ ମେସେଜ ଦେବା। ନମସ୍କାର। ଧନ୍ୟବାଦ। ମୁଁ ବି ଉନ୍ମୋଚନ ଟିମକୁ ବହୁତ ବହୁତ ଧନ୍ୟବାଦ ଦଉଛି। ଆଉ ମୁଁ ଆଶା କରେ ଆପଣମାନଙ୍କର ଯୋଉ ପ୍ରୟାସ ଅଛି ସେଥିରେ ଆମେ ବହୁତ ୟଙ୍ଗ ଟ୍ୟାଲେଣ୍ଟସକୁ ସ୍କୋପ ଦେବା, ଯୋଉଥିରେ କି ସେମାନଙ୍କ ପାଖରେ ଭରି ରହିଥିବା କଳା ଏବଂ ଜ୍ଞାନ ଦ୍ୱାରା ଆମର ଜନସାଧାରଣଙ୍କର ବିଭିନ୍ନ ପ୍ରକାର ସେବାରେ ସେମାନେ ସେମାନଙ୍କର ବୁଦ୍ଧି ଏବଂ ଟେକ୍ନୋଲୋଜିକୁ ଲଗେଇ ପାରିବେ। ଆଉ ଆପଣଙ୍କର ଏ ପ୍ରୟାସ ବି ବହୁତ ସୁନ୍ଦର ପ୍ରୟାସ। ମୁଁ ଆଶା କରେ ଆପଣମାନଙ୍କର ଟିମ୍ ଆହୁରି ଉନ୍ନତି କରୁ, ଆଉ ଲୋକମାନଙ୍କର କଥାକୁ ସରକାରଙ୍କ ପାଖରେ ପହଞ୍ଚଉ, ଆଉ ସରକାରଙ୍କର ଯୋଜନାକୁ ବି ଲୋକମାନଙ୍କ ପାଖରେ ପହଞ୍ଚଉ। ଆପଣ, ମୁଁ ଭାବୁଛି ଗୋଟେ ସମନ୍ୱୟ ସେତୁ ବନ୍ଧର କାମ କରିବେ। ଆଉ ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର। ନମସ୍କାର।